ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି। ଯାତ୍ରାର ପ୍ରଥମ ପାଦ କାଏଁରୁ। ଢେଙ୍କି କୁଆଡ଼େ ସ୍ୱର୍ଗକୁ ଗଲେ ବି ଧାନ କୁଟେ। ଯେଉଁ ଭଦ୍ରଲୋକମାନେ ସ୍ୱର୍ଗକୁ ଯାଇ ଢେଙ୍କିର କ୍ରିୟାକଳାପ ସବୁ ସ୍ୱଚକ୍ଷୁରେ ଦେଖି ଆସିଛନ୍ତି, ସେମାନେ ଅବଶ୍ୟ ଏ କଥାର ସତ୍ୟାସତ୍ୟ ଜାଣିଥିବେ। ମୁଁ ଯେହେତୁ ଏ ଯାବତ ସ୍ୱର୍ଗକୁ ଯାଇନି, ସେ ସମ୍ବନ୍ଧରେ ଏବେ କିଛି ବ୍ୟକ୍ତିଗତ ମତାମତ ଦେଇପାରୁନି। ଶିକ୍ଷକମାନଙ୍କ ସମ୍ବନ୍ଧରେ କଟୂକ୍ତି ଶୁଣାଇବାକୁ ସଦା ଆଗ୍ରହୀ କେତେ ନିନ୍ଦୁକ କହନ୍ତି ଯେ, ଏହି ଶିକ୍ଷକମାନେ ଯେଉଁଠିକି ଯାଆନ୍ତି, ବେଲ ହେଉ ଅବେଲ ହେଉ, ଶ୍ରୋତାଙ୍କ ଆଗ୍ରହ ଥାଉ ବା ନ ଥାଉ, ଶିକ୍ଷାଦାନ ଆରମ୍ଭ କରି ଦିଅନ୍ତି, ଆଉ କ୍ରମାଗତ ବକର ବକର ହୁଅନ୍ତି। ଏହି ନିନ୍ଦୁକମାନଙ୍କ ଆଖିରେ ତେଣୁ ପ୍ରତ୍ୟେକ ଶିକ୍ଷକ ଗୋଟାଏ ଢେଙ୍କି। ଏପରି ଢେଙ୍କି ସ୍ୱର୍ଗକୁ ଗଲେ କ'ଣ କରିବେ, ସେ କଥା ନିଶ୍ଚିତ ଭାବେ କହି ନ ପାରିଲେ ମଧ୍ୟ ମୁଁ ବିନା ଦ୍ୱିଧାରେ କହିବି ଯେ, ଢେଙ୍କି ଆଫ୍ରିକାକୁ ଗଲେ ବି ଧାନ କୁଟେ। କିନ୍ତୁ ଗୋଟାଏ କଥା, ଧାନ ଥିଲେ ସିନା ଢେଙ୍କି ତାକୁ କୁଟିବ ନ କୁଟିବ ସେ କଥା ବିଚାର କରିବ, ଧାନ ନଥିଲେ। ଆମ ଓଡ଼ିଆ ଢେଙ୍କି ଅବସ୍ଥା ବେଲେ ବେଲେ ସେଇଆ ହିଁ ହୁଏ। ବନ୍ୟା, ବାତ୍ୟା ଓ ମରୁଡ଼ିର ପ୍ରିୟ କ୍ରୀଡ଼ାସ୍ଥଳୀ ଉତ୍କଳରେ ତ ଅନଟନ ଲାଗି ରହିଥାଏ। ଓଡ଼ିଆ ଢେଙ୍କିମାନେ ଶସ୍ତା, ସୁନ୍ଦର ଓ ମଜବୁତ ହେଲେ ମଧ୍ୟ ଏହି ଢେଙ୍କିମାନଙ୍କୁ ଅନେକ ସମୟରେ ଧାନ କୁଟିବାର ସୁଯୋଗ ହିଁ ମିଳେନି। ତେଣୁ ସେମାନେ ଖାଲି ଚଷୁ କୁଟି କୁଟି କାନଫଟା ବୃଥା ଡଗର କଚ ଶବ୍ଦ କରି ନିଜ ନିଜ ଭିତରେ କୋଳାହଳ ସୃଷ୍ଟି କରୁଥାନ୍ତି। ଆମ ବିଶ୍ୱବିଦ୍ୟାଳୟ ସବୁ ତହିଁର ଗୋଟାଏ ଗୋଟାଏ ନମୁନା। ଫଳରେ ଓଡ଼ିଆ ଢେଙ୍କି ହୁଏ କଟକୀ ଢେଙ୍କି କିମ୍ବା ସମ୍ବଲପୁରୀ ଢେଙ୍କି, ବ୍ରାହ୍ମଣ ଢେଙ୍କି କିମ୍ବା କରଣ ଢେଙ୍କି, ହରିଜନ ଢେଙ୍କି ଅଥବା ଗିରିଜନ ଢେଙ୍କି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅବ୍ୟାହତି ନେଇ ମୁଁ ଧୀରେ ଧୀରେ ମୋର ଢେଙ୍କିତ୍ୱ ହରାଇବାକୁ ଯାଉଛି। ହଠାତ୍ ଦିଲ୍ଲୀରୁ ଡାକରା ଆସିଲା। ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ଇଚ୍ଛା ମୁଁ ତାଙ୍କୁ ଅତି ଶୀଘ୍ର ଦେଖା କରେ। ବୁକୁଚା ପୋଟଲି ଧରି କୋସିଙ୍ଗାରୁ ମାଦ୍ରାସ ଟାଟା ଏକ୍ସପ୍ରେସରେ ଝାରସୁଗୁଡ଼ା ଓ ସେଠାରୁ ଉତ୍କଳ ଏକ୍ସପ୍ରେସରେ ମୁଁ ଚାଲିଲି ପୁଷ୍ପେଷୁ ମଲ୍ଲି ନଗରେଷୁ ଦିଲ୍ଲୀ ଅଭିମୁଖେ। ଯିଏ ଦିଲ୍ଲୀକା ଲଡ଼ୁ କଥା କହିଥିଲା, ସତରେ ଠିକ୍ କହିଥିଲା। ମନେହୁଏ ଦିଲ୍ଲୀର ସବୁଯାକ ଲଡ଼ୁ ଯିଏ ଖାଇବ ସେ ପସ୍ତାଇବ, ଯିଏ ନ ଖାଇବ ସିଏ ବି ପସ୍ତାଇବ। ମଝିରେ ମଝିରେ ଦିଲ୍ଲୀ ଥରେ ଅଧେ ବୁଲି ନ ଆସିଲେ କିଛି ଗୋଟାଏ ଅଭାବ ଅପୂରଣ ରହିଗଲା ପରି ଲାଗେ। ସୁଯୋଗ ହରାଇଲେ ପସ୍ତାଇବାକୁ ହୁଏ, ଆଉ ଆସିଲେ ଦିଲ୍ଲୀରେ କାହିଁକି କେଜାଣି ମୋତେ ଅଣନିଃଶ୍ୱାସୀ ଲାଗେ। କେମିତି ଗୋଟାଏ ହୋଇ ଆସିଗଲା ଭାବ। ସତେ ଯେମିତି କେହି ମହମ୍ମଦ ଗଜନୀ କି ମହମ୍ମଦ ତୁଗଲକ ଗୋଟାଏ ହାତେ ଲମ୍ବର ଦାଢ଼ି ଆଉ ହାତେ ଲମ୍ବର ଛୁରୀ ଧରି ପଛରେ ଛପି ଛପି ଚାଲିଛି, ଆଉ କେହି ଜଣେ କାନ ପାଖରେ ଫୁସ୍ ଫୁସ୍ କରି କହୁଛି, ହୋସିଆର ହୋସିଆର। ଭଲ ହେଉ ମନ୍ଦ ହେଉ କଲିକତାକୁ ବୁଝିହୁଏ। ଦିଲ୍ଲୀରେ କିନ୍ତୁ ମନେହୁଏ ସତେ ଯେମିତି ସହର ଓ ସହରର ସମସ୍ତେ ଗୋଟାଏ ଗୋଟାଏ ମୁଖା ପିନ୍ଧିଛନ୍ତି। ଗୋଟିଏ ଆଡ଼କି ଦିଲ୍ଲୀର ଉଦ୍ୟାନ, ଫୁଆରା ଓ ଆଲୋକମାଳା, ରାଷ୍ଟ୍ରପତି ଭବନ, ଅଶୋକା ହୋଟେଲ, ଚାଣକ୍ୟପୁରୀ, ଅନ୍ୟ ଦିଗରେ ପୁରୁଣା କିଲ୍ଲା, ଭଙ୍ଗାରୁଜା କବର ଆଉ ନିଜାମୁଦ୍ଦିନ ଷ୍ଟେସନ ପାଖେଇ ଆସିଲାବେଳେ ରେଳ ଲାଇନ କଡ଼ର ଝୁପୁଡ଼ି ସବୁ। ଗୋଟାଏ ଦିଗରେ ରାଜପଥ, ଜନପଥ ଆଉ ଧାଡ଼ି ଧାଡ଼ି କିସମ କିସମର ଫୁଲଭରା ଗଛ। ଅନ୍ୟ ଆଡ଼ିକି ଦିଲ୍ଲୀ ଅଞ୍ଚଳର ଟାଙ୍ଗରା ଭୂମି। ଏକ ପାଖରେ ବୋଇଙ୍ଗା ଜୁମ୍ପେ, କାରାଭେଲ, ଜୋଟ ଆଉ ଏୟାରବସ୍। ଅନ୍ୟ ପାଖରେ ଗଧ ଆଉ ଓଟ। କୌପୀନଧାରୀ ବାପୁଜୀ ଆଉ ତାଙ୍କ ଉପରେ କୋଟିଏ ଟଙ୍କାର ସମାଧି। କେଉଁଟା ସତ କେଉଁଟା ମିଛ, କିଏ ଜଳ ଆଉ କିଏ ମରୀଚିକା, ବୁଝି ହୁଏନି। ଆଉ ଦିଲ୍ଲୀର ଏଇ ଧୂର୍ତ୍ତ ଟେକ୍ସି ଓ ଅଟୋ ରିକ୍ସାବାଲା, ସେମାନଙ୍କୁ ସତରେ ଜୁହାର। ସିଧା ନ ନେଇ କୁଆଡ଼େ ସେ ଘୂରେଇ ବୁଲିବେ। 2 ମାଇଲ ବାଟକୁ 6 ମାଇଲ କରି ଭଡ଼ାକୁ 3 ଗୁଣ କରି ସାରିଥିବେ। ତମେ ମିଟରକୁ ଅନାଇଥାଅ। ଥରକର ଘଟଣା। ମୁଁ ଓଡ଼ିଶା ଭବନରେ ପହଞ୍ଚିଲା ପରେ ଜାଣିଲି ପ୍ରାୟ ତିଳ ଧାରଣ ପାଇଁ ସ୍ଥାନ ନାହିଁ। ଏକା ସଙ୍ଗରେ ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ, ଅନ୍ୟ କେତେ ମନ୍ତ୍ରୀ, ଚିଫ୍ ସେକ୍ରେଟେରୀ ଆଉ ଅନ୍ୟମାନେ ପହଞ୍ଚି ଯାଇଛନ୍ତି।
ମ୍ୟାନେଜର ଦୁଃଖ କରି ଅବସ୍ଥା ବୁଝାଇ ଦେଲେ। ରାତି ପ୍ରାୟ 10ଟା ହୋଇଆସିଲାଣି। ହୋଟେଲ ସବୁ କାହିଁ କେତେ ଦୂରରେ। ମ୍ୟାନେଜର କହିଲେ, ସେ ଜାଣନ୍ତି ବିଶ୍ୱ ଯୁବ କେନ୍ଦ୍ରରେ କୋଠରୀ ଖାଲି ଅଛି। ରେଟ୍ ଅବଶ୍ୟ ଟିକିଏ ବେଶୀ, କିନ୍ତୁ ପାଖରେ। କାଲି ପୁଣି ଦରକାର ହେଲେ ଅନ୍ୟ କେଉଁଠି ଦେଖିବା। ଟ୍ୟାକ୍ସିବାଲାକୁ ମୁଁ ଭଡ଼ା ଦେଇ ସାରିଥିଲି, ବକ୍ସିସ୍ ମଧ୍ୟ। ସେ କିନ୍ତୁ ଯାଇ ନଥିଲେ। ସେ ମୋତେ ବିଶ୍ୱ ଯୁବକେନ୍ଦ୍ରକୁ ନେଇ ଯାଇପାରିବ କି ବୋଲି ପଚାରିଲି। ଆଉ ସେ ଜବାବ ଦେଲେ, କ୍ୟୁଁ ନେହିଁ ଜି, ଆପ୍କା ହି ଗାଡ଼ି। କହିଲି, ଟିକିଏ ଶୀଘ୍ର। ସେ କହିଲା, ତୁରନ୍ତ, ଫଟାଫଟ। ଓଡ଼ିଶା ଭବନରୁ ଗାଡ଼ି ଛୁଟାଇ ନେଲା ତାମିଲନାଡୁ ଭବନ ଆଡ଼କୁ। କମାଲ ଆଟାଟୁକ୍ ରୋଡ଼, ରେସକୋର୍ସ ରୋଡ଼, କିଙ୍ଗ ଜର୍ଜ ଏଭିନ୍ୟୁ, କ୍ରିଷ୍ଣ ମେନନ ମାର୍ଗ, ଡାଲହାଉସି, ସାଉଥ ଏଭିନ୍ୟୁ, ତିନମୂର୍ତ୍ତି। ଆଉ ଗାଡ଼ି ପହଞ୍ଚିଗଲା ଗୋଟାଏ ସୁନ୍ଦର କୋଠା ସାମ୍ନାରେ। ଟ୍ୟାକ୍ସିବାଲା କହିଲା, ଆ ଗୟା ସାହାବ, ଆପ୍କା ବିଶ୍ୱ କେନ୍ଦ୍ର। ରାତି 10ଟା ବାଜି ଯାଇସାରିଥିଲା। ଟ୍ୟାକ୍ସିବାଲାକୁ ଟିକିଏ ଅପେକ୍ଷା କରିବାକୁ କହି କୋଠରୀ ଖାଲି ଅଛି କି ନାହିଁ ଯାଇ ବୁଝି ଆସିଲି। ସିଙ୍ଗଲ ବେଡ୍ରେ କୋଠରୀଟିଏ ମିଳିଗଲା। ଟଙ୍କା ଦେଲାବେଳେ ଟ୍ୟାକ୍ସିବାଲାକୁ କହିଲି, ବଡ଼ି ମେହରବାନୀ। ମିଟର ଦେଖାଉଥିବା ଟଙ୍କା ଉପରେ ସୁଟକେଶ ପାଇଁ ଆଉ ଟଙ୍କାଟିଏ ବେଶୀ ମାଗି ସେ ଉତ୍ତର ଦେଲା, କୋଇ ବାତ ନେହିଁ ଜି। ସକାଳେ କୋଠାରୁ ବାହାରକୁ ଯେତେବେଳେ ଆସିଲି, ରୋଡ଼ର ଅନ୍ୟ ପାଖରେ ସାମାନ୍ୟ କିଛି ଦୂରରେ ଗୋଟାଏ ପରିଚିତ କୋଠା ଦେଖିଲା ପରି ମନେହେଲା। ପଚାରି ଜାଣିଲି ଯେ ସେ କୋଠାଟି ଉତ୍ତରପ୍ରଦେଶ ଭବନ। ଠିକ୍ ତାକୁ ଲାଗି କରି ହିଁ ଆମ ଓଡ଼ିଶା ଭବନ। ହେ ଭଗବାନ! ଓଡ଼ିଶା ଭବନରୁ ଏ ବିଶ୍ୱ ଯୁବକେନ୍ଦ୍ର ଅଧ ଫର୍ଲିଙ୍ଗ ବି ହେବନି। ମୁଁ ମୋର ଛୋଟ ସୁଟକେଶଟିକୁ ହାତରେ ଧରି ସୁନ୍ଦର ଚାଲି ଆସି ପାରିଥାନ୍ତି। ଆଉ ଟ୍ୟାକ୍ସିବାଲା କାହିଁ କୁଆଡ଼େ ଘୂରାଇ ଆଣିଲା। ପୁଣି ସୁଟକେଶ ପାଇଁ ବଳକା ଟଙ୍କାଟିଏ ନେଇ କହିଲା, କୋଇ ବାତ ନେହିଁ। ଦିଲ୍ଲୀ ଆଇଆଇଟିରେ ରାଉରକେଲା ଇଞ୍ଜିନିୟରିଂ କଲେଜର ମୋର କେତେଜଣ ପୁରୁଣା ଛାତ୍ର ସ୍ନାତକୋତ୍ତର ଶିକ୍ଷା ନେଉଥିଲେ। ଆମେ ସମସ୍ତେ ମିଶି ଦିନେ ରାତିରେ ଏକାଠି ଖାଉଥିଲୁଁ। କଥା ଛଳରେ ସେମାନଙ୍କୁ ମୋର ଏଇ ଅନୁଭୂତି କଥା କହିଥିଲି। ସେ ଭିତରୁ ଜଣେ କହିଲା, ସାର୍, ଏମାନେ ନୂଆ ଲୋକ ବୋଲି ଜାଣିଲେ ଏମିତି ଠକନ୍ତି। ଆମେ ଏଠାକାର ସବୁ ଜାଣିଗଲୁଣି। ଆମକୁ ଏମାନେ କେବେ ଠକି ପାରିବେନି। କେତେ ମାସ ଗଲା ପରେ ମୁଁ ଆଉଥରେ ଦିଲ୍ଲୀ ଆସିଲି। ଦିଲ୍ଲୀ ଇଞ୍ଜିନିୟରିଂ କଲେଜରେ ଗୋଟାଏ ନିମନ୍ତ୍ରଣ ରକ୍ଷା କରି ସେମାନେ ତାଙ୍କ ଅତିଥି ଭବନରେ ମୋ ପାଇଁ ରହିବା ଓ ଖାଇବା ପିଇବାର ବନ୍ଦୋବସ୍ତ କରିଛନ୍ତି ବୋଲି ଖବର ଦେଇଥିଲେ। ମୁଁ ଏଥର ଯେତେବେଳେ ଦିଲ୍ଲୀ ରେଲୱେ ଷ୍ଟେସନରେ ଓହ୍ଲାଇ ମୋର ସେଇ ପୁରୁଣା ଛାତ୍ରମାନଙ୍କୁ ଷ୍ଟେସନରେ ଦେଖିଲି, ବହୁତ ଖୁସି ହେଲି। ମୁଁ ଦିଲ୍ଲୀ ଆସୁଥିବାର ଖବର ପାଇ ସେମାନେ ମୋତେ ଦେଖା କରିବାକୁ ଷ୍ଟେସନ ଆସିଥିଲେ। ସେମାନେ ଠିକ୍ କଲେ ଯେ ସମସ୍ତେ ମୋ ସାଙ୍ଗରେ ଦିଲ୍ଲୀ ଇଞ୍ଜିନିୟରିଂ କଲେଜକୁ ଯିବେ ଓ ମୋତେ ସେଠାରେ ଅତିଥି ଭବନରେ ଛାଡ଼ିଦେଲା ପରେ ବସରେ ଆଇଆଇଟି ଫେରିବେ। ଟ୍ୟାକ୍ସିରେ ଚଢ଼ିଲା ବେଳେ ଜଣେ ଛାତ୍ର ଟ୍ୟାକ୍ସି ଡ୍ରାଇଭରକୁ କହିଲା, ଦିଲ୍ଲୀ ଇଞ୍ଜିନିୟରିଂ କଲେଜ, କାଶ୍ମୀରି ଗେଟ୍। ଟ୍ୟାକ୍ସି ଚାଲିଲା। ଆମେ ଏଆଡ଼ୁ ସେଆଡ଼ୁ କେତେ କଥା ଗପ କରି ଚାଲିଥାଉଁ। ଗୁଡ଼ାଏ ବାଟ ଗଲାଣି। ମିଟର 8 ଟଙ୍କା ଦେଖାଉଛି। ମୁଁ କହିଲି, ଗାଡ଼ି ଟିକିଏ ଅଟକାଇ ପଚାରି ଦିଅନ୍ତିନି, ଆମେ ଠିକ୍ ବାଟରେ ଯାଉଛୁଁ ନା ନାହିଁ। ସେମାନେ ହସିଲେ, ନାଇଁ ସାର୍, ଆପଣଙ୍କୁ ଏଥର ଟ୍ୟାକ୍ସିବାଲା ଠକିଲା ବୋଲି ଏମାନେ ଆମକୁ ଠକିଦେବେ? ଆମେ ପୂରାପୂରି ଦିଲ୍ଲୀବାଲା। ମୁଁ ଭାବିଲି, ହଁ, ସତକଥା। ପୁଣି ଗପ ଚାଲିଲା। ମିଟର ଯେତେବେଳେ 11 ଟଙ୍କା ଦେଖାଇଲା, ମୁଁ କହିଲି, ବାଟ କଥା କାହାକୁ ପଚାରିଦେଲେ କ୍ଷତି କ'ଣ? ଏଗୁଡ଼ାକ ଭୟଙ୍କର ଠକ, କାଳେ ଘୂରାଇ ନେଉଥିବେ। ଗାଡ଼ି ଅଟକାଇ ଯେତେବେଳେ ପାଖର କେତେଜଣଙ୍କୁ ପଚରାଗଲା, ସେମାନେ ଆଶ୍ଚର୍ଯ୍ୟ ହୋଇ ଅନାଇଲେ। କହିଲେ, ଇଞ୍ଜିନିୟରିଂ କଲେଜ ଯାଇ କାଶ୍ମୀର ଗେଟ୍ ପାଖରେ ଆପଣ ଏ ନୁରଜାହାଁ ରୋଡ଼ ଦେଇ ଯାଉଛନ୍ତି କାହିଁକି? ଗୁଡ଼ାଏ ବାଟ ଅଯଥା ବୁଲିଲେ।
ପିଲାମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ଟ୍ୟାକ୍ସିବାଲା ସେମାନଙ୍କୁ କହୁଥିଲା, "ଆପନେ ତ ନୂରଜାହାଁ ରୋଡ଼ ବୋଲା।" IIT ଛାତ୍ର ବୋଲି ଜାଣି ସେହି ଲୋକମାନେ ଟ୍ୟାକ୍ସିବାଲାକୁ ଧମକାଇ ଶେଷରେ ନିଷ୍ପତ୍ତି କରିଦେଲେ ଯେ ଇଞ୍ଜିନିୟରିଂ କଲେଜକୁ ପହଞ୍ଚାଇ ଦେଲା ପରେ ମିଟର ରିଡରୁ 3 ଟଙ୍କା କମ୍ ଦିଆଯିବ। ଗାଡ଼ି ଆଉ ଥରେ ଚାଲିଲା ବେଳକୁ ମୁଁ ହସିକରି କହିଲି, "ଆଏ ବଡ଼େ ଦିଲ୍ଲୀୱାଲେ।" ସେମାନେ ସମସ୍ତେ ହସି ହସି ଜବାବ ଦେଲେ, "ସତରେ ସାର୍, ଏଗୁଡ଼ାକ ମହାଠକ।" ତଥାପି ଏ ଦିଲ୍ଲୀୱାଲାକୁ ଭଲ ନ ପାଇ ରହି ହୁଏନି। ଆଖପାଖ ଅଞ୍ଚଳର ଲୋକେ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ କିମ୍ବା ଯେକୌଣସି ଅଞ୍ଚଳର ହୁଅନ୍ତୁ ନା କାହିଁକି, ଭାରତୀୟ ଜାତିର ପ୍ରତିନିଧିତ୍ୱ କରିବା ପାଇଁ ବେଶ୍ ଉପଯୁକ୍ତ। ସୁନ୍ଦର ଚେହେରା, ସୁସ୍ଥ ସବଳ, ସାହସୀ, କର୍ମଠ, ବୁଦ୍ଧିମାନ ଓ ଧୂର୍ତ୍ତ। ସାଧାରଣ ଭାବରେ ଏମାନଙ୍କ ମନୋବୃତ୍ତି ରେଲୱାର୍ଡ଼ ଭାବରେ ହିଁ ପରିଚୟ ଦିଏ। ହୀରାକୁଦ ବନ୍ଧ ଯୋଜନାରେ କାମ କଲାବେଳେ ମୁଁ ଏମାନଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲି। ଏମାନେ ଅତି ଆଧୁନିକ ଜଣାପଡ଼ୁଥିଲେ ମଧ୍ୟ ନିଜ ବାପା ମାଆଙ୍କୁ ଯେପରି ଭକ୍ତି କରନ୍ତି, ନିଜ ଜାତୀୟ ଐତିହ୍ୟ ତଥା କୌଳିକ ପରମ୍ପରାକୁ ସେପରି ଶ୍ରଦ୍ଧା କରନ୍ତି। ଭାଇ ଭଉଣୀଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଖୁବ୍ ବେଶୀ। ଶିଖ୍ ଗୁରୁଦ୍ୱାରରେ ହେଉ, ତୁଳସୀ ରାମାୟଣ ପାଠ ବେଳେ କେଉଁ ଗଛତଳେ କାହା ଘରେ ଅଥବା କେଉଁ ମନ୍ଦିର ପ୍ରାଙ୍ଗଣରେ ହେଉ ଅଥବା ସାଧୁ ସନ୍ଥମାନଙ୍କ ନିକଟରେ ହେଉ, ଏମାନଙ୍କ ବେଶ୍ ପରିଚୟ ମିଳେ। ଭାରତୀୟ ସୈନ୍ୟବାହିନୀରେ ଜୀବନଯାତ୍ରା ଊଣା ଅଧିକେ ଏମାନଙ୍କ ପ୍ରତ୍ୟେକ ପରିବାରର ଜୀବନଧାରଣ ପ୍ରଣାଳୀକୁ ପ୍ରଭାବିତ କରିଛି। ତେଣୁ ଉପରେ ଉପରେ ଏମାନେ ବେଳେ ବେଳେ ଅଣ-ଭାରତୀୟ ପରି ଜଣାଯାଉଥିଲେ ମଧ୍ୟ ଭିତରେ ସ୍ୱଚ୍ଛ ଭାରତୀୟ। ଆଜିର ଯୁଗରେ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରର ଅଧିବାସୀ ସହିତ ଯୋଡ଼ ଦେବା ପାଇଁ ଭାରତର ଉପଯୁକ୍ତ ଦାୟାଦ। ଓଡ଼ିଶା ଭବନରେ ଯେତେବେଳେ ପହଞ୍ଚିଲି, ପାଖ ଉତ୍ତରପ୍ରଦେଶ ଭବନରେ କ'ଣ ସବୁ ଦାବୀ ପୂରଣ କରିବା ପାଇଁ ନାରା ଦିଆଚାଲିଥାଏ। କେହି ନେତା ମାଇକ୍ ଧରି ଚିତ୍କାର କରୁଥାନ୍ତି, "ହମାରେ ମାଙ୍ଗ ଚରଣ ସିଂ।" ଅନ୍ୟମାନେ ଏକା ସାଙ୍ଗରେ ରଡ଼ୁଥାନ୍ତି, "ପୂରଣ କରୋ, ପୂରଣ କରୋ।" ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ଉଦ୍ୟୋଗ ଭବନକୁ ଯାଇ ମନ୍ତ୍ରୀ ମହୋଦୟଙ୍କୁ ଦେଖାକଲି। ସେ କହିଲେ ଯେ ବୈଷୟିକ ଶିକ୍ଷା ସମ୍ବନ୍ଧରେ କିଛି ପରାମର୍ଶ ଦେବା ପାଇଁ ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଗଣରାଜ୍ୟ ଭାରତ ସରକାରଙ୍କୁ ଅନୁରୋଧ କରିଛି। ତେଣୁ ଅତି ଶୀଘ୍ର ଏଠାରେ ଜଣେ ବିଶେଷଜ୍ଞ ସେଠାକୁ ଯିବା କଥା। ଇଞ୍ଜିନିୟରିଂ କନଷ୍ଟ୍ରକ୍ସନ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ତଥା ଜଣେ ପୂର୍ବତନ କୁଳପତି ଭାବରେ ବିଶ୍ୱବିଦ୍ୟାଳୟ-ସ୍ତରୀୟ ଶିକ୍ଷା ସମ୍ବନ୍ଧରେ ଅଭିଜ୍ଞତା ଥିବା ଦୃଷ୍ଟିରୁ ସେ ଶିକ୍ଷାମନ୍ତ୍ରୀ ଚାହାନ୍ତି ଯେ ମୁଁ ସେ ଦେଶକୁ ଯାଏ। ଆଫ୍ରିକାର ନାଁ ଶୁଣିଲେ ଦେହ ଶୀତେଇ ଉଠେ। ଏ ଯୁଗରେ ମଧ୍ୟ ଦାନ୍ତରେ କାନ ଛିଣ୍ଡାଇ ଲୁମୁମ୍ବାକୁ ତାଙ୍କ ବିରୋଧୀ ଦଳ ଭୋକ ଉପାସରେ ତିଳ ତିଳ କରି ମାରି ପକାଇଥିଲେ। ସେ ମହାଦେଶରେ କେଉଁଠି ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କଲାଣି ତ ପ୍ରଧାନମନ୍ତ୍ରୀ ବରଖାସ୍ତ କଲେଣି ପ୍ରେସିଡେଣ୍ଟଙ୍କୁ ଓ ସେ ଦୁହିଁଙ୍କୁ ବରଖାସ୍ତ କଲେଣି ମୁଖ୍ୟ ସେନାପତି। ୟୁଗାଣ୍ଡାର ଇଦି ଅମିନଙ୍କ ପରି କେଉଁ ଦେଶର ମୁଖ୍ୟ ଭୌତିକକାଣ୍ଡ ସବୁର ଜଣ ମୂର୍ତ୍ତିମନ୍ତ ପ୍ରତୀକ ତ କର୍ଣ୍ଣେଲ ଗଡ୍ଡାଫି ପରି ଆଉ କେଉଁଠିର ଶାସନକର୍ତ୍ତା ସାଧାରଣ ଆଖିରେ ଜଣେ ରୀତିମତ ପାଗଳ। ଏ ଦେଶମାନଙ୍କଠାରୁ ପଶ୍ଚିମ ଆଫ୍ରିକାର ଦେଶମାନେ ଯେ ବିଶେଷ କିଛି ଭଲ ହୋଇଥିବେ ତା'ର ବା ପ୍ରମାଣ କ'ଣ? ଜନନାୟକ ହିସାବରେ ନେହେରୁଙ୍କ ସଙ୍ଗରେ ସମସ୍କନ୍ଧ ବୋଲି ତୁଳନା କରାଯାଉଥିବା ଏନ୍ କ୍ରମାଙ୍କ ଯେଉଁ ଦଶା ହେଲା, ସେ କଥା ସମସ୍ତଙ୍କୁ ଜଣା। ରାଷ୍ଟ୍ରମୁଖ୍ୟ ଭାବରେ ଅନ୍ୟ ଦେଶକୁ କ'ଣ ସବୁ ପରାମର୍ଶ ଦେବାକୁ ଯାଇଛନ୍ତି, ଏଣେ ତାଙ୍କ ଆସ୍ଥାନକୁ ଆଉ ଜଣେ କିଏ ଦଖଲ କରିଗଲାଣି। ସେପରି ମହାଦେଶକୁ ଯିବି ପୁଣି ଏଇ ବୟସରେ?
ମୁଁ ଟିକିଏ ଦୋ ଦୋ ପାଞ୍ଚ ହେଉଥିବା ଦେଖି ମନ୍ତ୍ରୀ ମହୋଦୟ ପଶ୍ଚିମ ଆଫ୍ରିକାର ଦେଶମାନଙ୍କ ସଙ୍ଗରେ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ଭାରତ କାହିଁକି ଆଗ୍ରହୀ ସେ ସମ୍ବନ୍ଧରେ କେତେ କଥା କହି ସେହି ସୁସମ୍ପର୍କ ପ୍ରତିଷ୍ଠା ଦିଗରେ ମୋର ଯାତ୍ରା ଯେ ଅନେକ ସାହାଯ୍ୟ କରିବ ସେ କଥା ସୂଚାଇ ଦେଲେ। ତାପରେ ମୋର ଆଉ ବିଶେଷ କିଛି କହିବା ନଥିଲା। ମୁଁ ତ ଊଣା ଅଧିକେ ଘରେ ପଡ଼ି ରହିଥିଲି। ପଡ଼ି ରହିଲେ ଘର ଢେଙ୍କି କୁଆଡ଼େ ବେଲେ ବେଲେ କୁମ୍ଭୀର ପାଲଟିଯାଏ। ଆମ ଓଡ଼ିଆଙ୍କ ଗାଁ ଗାଁରେ ଏମିତି କୁମ୍ଭୀର ସାଲୁବାଲୁ। ଏମାନେ ପାଖ ପଡ଼ୋଶୀଙ୍କ ଦୁଃଖ ଦେଖି ଆଖିରୁ ଲୁହ ଗଡ଼ାନ୍ତି ସତ, କିନ୍ତୁ ସୁବିଧା ହେଲେ ସେମାନଙ୍କୁ ଗୋଟେ ପଣ ଗିଳି ଦିଅନ୍ତି। ତେଣୁ ଘରେ ପଡ଼ି ରହି ଏମିତି ଗୋଟାଏ କୁମ୍ଭୀର ପାଲଟିବା ଅପେକ୍ଷା ସେ ଅଜଣା ମହାଦେଶକୁ ଦେଖି ଆସିବା ଭଲ। ଖାଲି ଏତିକି କହିଲି ଯେ ଅନେକ ଦିନ ସେଠାରେ ରହିବା ମୋ ପକ୍ଷରେ ଏବେ ସହଜ ନୁହେଁ। ଭାରତ ସରକାରଙ୍କ ଇଚ୍ଛା ଅନୁସାରେ ମୁଁ ସେଠାକୁ ଯାଇ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଅନୁଧ୍ୟାନ କଲାପରେ ଫେରିଆସି ଭାରତ ସରକାରଙ୍କୁ ମୋର ରିପୋର୍ଟ ଦେବି। ତାପରେ ଆଉଥରେ ଯିବା ଆସିବା କଥା ଭାରତ ସରକାର ଇଚ୍ଛାମତେ ବିଚାର କରିବେ। ଏହି ପ୍ରସ୍ତାବକୁ ଗ୍ରହଣ କରିନେଇ ମୋର ଲାଇବେରିଆ ଯିବା ନିମନ୍ତେ ଯଥୋଚିତ ବ୍ୟବସ୍ଥା କରିଥିବା ପାଇଁ ମନ୍ତ୍ରୀ ମହୋଦୟ ସରକାରୀ ଆଦେଶ ଦେଲେ। ଲାଇବେରିଆରେ ଭାରତର ଦୂତାବାସ ନାହିଁ। ତେଣୁ ଆମ ବୈଦେଶିକ ମନ୍ତ୍ରଣାଳୟ ଆକ୍ରାରେ ଥିବା ଭାରତର ହାଇ କମିଶନଙ୍କ ଜରିଆରେ ଲାଇବେରିଆ ସରକାରଙ୍କୁ ଖବର ପଠାଇଦେଲେ ଯେ ମୁଁ ଦିଲ୍ଲୀରେ ଅପେକ୍ଷା କରିଛି ଆଉ ସେମାନଙ୍କଠାରୁ ଇଙ୍ଗିତ ପାଇଲାକ୍ଷଣି ମନରୋଭିଆ ଯିବି। ଉତ୍ତର ଆସିବାରେ 8-10 ଦିନ ଲାଗିଯିବ ବୋଲି ଜଣାଥିଲା। ସେ ସମୟ ଭିତରେ ମୁଁ ମୋର ପାସପୋର୍ଟ ଓ ହେଲ୍ଥ ସାର୍ଟିଫିକେଟ୍ ସଂଗ୍ରହ କରିବାକୁ ଆରମ୍ଭ କଲି। ବସନ୍ତ ଟୀକା ଓ ହଇଜା ପ୍ରତିଷେଧକ ଇଞ୍ଜେକ୍ସନ ସାଙ୍ଗକୁ ଆଫ୍ରିକା ଗଲେ ୟେଲୋ ଫିଭର ପ୍ରତିଷେଧକ ଇଞ୍ଜେକ୍ସନ ନେବା ପାଇଁ ବାଧ୍ୟ। ସେ ଇଞ୍ଜେକ୍ସନ ନେବା ପାଇଁ କମ୍ ଜାଗାରେ ସୁବିଧା ଥାଏ। ପୁଣି ଇଞ୍ଜେକ୍ସନ ନେବାର 10 ଦିନ ପରେ ହିଁ ଆଫ୍ରିକାକୁ ଯିବା ପାଇଁ ଅନୁମତି ମିଳେ। ଉତ୍ତର ପାଇଁ ଅପେକ୍ଷା କରିବା ଓ ୟେଲୋ ଫିଭର ଇଞ୍ଜେକ୍ସନକୁ ଫଳପ୍ରଦ କରିବା ପାଇଁ ସମୟ ଦେବା ବେଶ୍ ଖାପ ଖାଇଗଲା। ଲାଇବେରିଆ ରାଜଧାନୀ ମନରୋଭିଆ ଯିବାକୁ ହେଲେ ମୋତେ ଘାନାର ରାଜଧାନୀ ଆକ୍ରା ଦେଇ ଯିବାକୁ ହେବ। ଆକ୍ରା ଯିବା ପାଇଁ ନୈରୋବୀ ଓ କାଏରୋ ଦେଇ ବମ୍ବେର 2ଟି ବାଟ। କିନ୍ତୁ ବମ୍ବେ ନୈରୋବୀ ଓ ବମ୍ବେ କାଏରୋ ଭିତରେ ଗୁଡ଼ାଏ ଉଡ଼ାଜାହାଜ ଯା ଆସ କରୁଥିଲେ ମଧ୍ୟ ଆକ୍ରା ଯିବା ପାଇଁ ନୈରୋବୀ ଓ କାଏରୋରୁ ସପ୍ତାହକୁ ଦିନେ ଲେଖାଏଁ ମାତ୍ର ଉଡ଼ାଣ ଅଛି। ନୈରୋବୀରୁ ଆକ୍ରା ଉଡ଼ାଣ ଆମ ଏୟାର ଇଣ୍ଡିଆରେ କିନ୍ତୁ ଆଗତୁରା ବୁକିଂ ହୋଇଯାଇଥିବା ଫଳରେ ଅନେକ ଦିନ ପାଇଁ ସେ ବାଟରେ ଉଡ଼ାଜାହାଜରେ ସ୍ଥାନ ନାହିଁ। ମୋତେ ତେଣୁ କାଏରୋ ବାଟ ଦେଇ ହିଁ ଆକ୍ରାକୁ ଯିବାକୁ ପଡ଼ିବ ଇଜିପ୍ସିଆନ ଏୟାରଲାଇନ୍ସରେ। ଗୋଟାଏ ଉଡ଼ାଣ ହରାଇବା ଅର୍ଥ କେଉଁଠି 7 ଦିନ ବସି ରହିବା। ମଇ 14-15 ତାରିଖରେ କାଏରୋରୁ ଆକ୍ରା ଯିବି ବୋଲି ଠିକ୍ କରି ସେ ଅନୁସାରେ 13 ତାରିଖରେ ଦିଲ୍ଲୀ ଛାଡ଼ିବା ପାଇଁ ଏୟାର ଇଣ୍ଡିଆରେ ଟିକେଟ କିଣି ରିଜର୍ଭେସନ କରାଇ ନେଲି। ୟେଲୋ ଫିଭର ଇଞ୍ଜେକ୍ସନ ନେଲା ପରେ ଏଇ 13 ତାରିଖ ପର୍ଯ୍ୟନ୍ତ କେବଳ ବସି ରହିବା କଥା। ସେହି ସମୟ ଭିତରେ ଆମ ପିଲାଦିନର ତମସାଚ୍ଛନ୍ନ ମହାଦେଶ କଥା ଭାବି ବସିଲି। ହାଇସ୍କୁଲରେ ଜୟକୃଷ୍ଣ ବାବୁ ଆମକୁ ପଢ଼ାଉଥିଲେ ଭୂଗୋଳ। ଦି ଡାର୍କ କଣ୍ଟିନେଣ୍ଟକୁ ବୋଧହୁଏ ସେ ପ୍ରାଣର ସହିତ ଭଲ ପାଉଥିଲେ। ଆଉ ଭଲ ପାଉଥିଲେ ଲିଭିଂଷ୍ଟନ୍ଙ୍କୁ। ଜିରାଫ, ଜେବ୍ରା, ଜଳହସ୍ତୀ, କୁମ୍ଭୀର, 2 ଶିଙ୍ଗିଆ ଗଣ୍ଡାର, ଗରିଲା, ସିଂହ, ବିରାଟ ବିରାଟ ହାତୀ ଆଉ ସିଟିସି ମାଛିରେ ଭରି ରହିଥିବା ଆଫ୍ରିକା ବନ୍ୟଜନ୍ତୁ ଯେତେ ନୁହନ୍ତି, ସେଠାରେ ମଣିଷ କୁଆଡ଼େ ଥିଲେ ଆହୁରି ବେଶୀ ହିଂସ୍ର। ଦେହର ରଙ୍ଗ ଏତେ କଳା ଯେ ଆଲୁଅ ତଳେ ପଡ଼ୁନଥିବା ନିଘଞ୍ଚ ଅରଣ୍ୟର ଅନ୍ଧାର ଭିତରେ ପୂରାପୂରି ହଜିଯାଇଥିବେ। ଆଉ ଲୁଚି ଛପି ଧନୁରୁ ତୀର ଛାଣିବେ।
ଲିଭିଙ୍ଗଷ୍ଟେନ୍ ଯେତେବେଳେ ଦ୍ୱିତୀୟ ଥର ପାଇଁ ସେହି ଅନ୍ଧକାରଚ୍ଛନ୍ନ ମହାଦେଶ ଭିତରକୁ ପଶିଲେ ଆଉ ଫେରିଲେନି। କେଉଁ ଉପଜାତିର ଲୋକେ ତାଙ୍କୁ ଧରି ନେଇ ଗଛରେ ବାନ୍ଧି ପକାଇଥିବେ, ଆଉ ରାତିସାରା ନିଆଁ ଜଳାଇ ବଡ଼ ବଡ଼ ଡ୍ରମ୍ ବାଡ଼େଇ ବୀଭତ୍ସ ନୃତ୍ୟ କରି କରି ତାଙ୍କୁ ଖଣ୍ଡ ଖଣ୍ଡ କରି କାଟି କଡ଼େଇରେ ସିଝାଇଥିବେ, ନିଆଁରେ ପୋଡ଼ିଥିବେ କିମ୍ବା କଞ୍ଚା ଖାଇଯାଇଥିବେ। ଲିଭିଙ୍ଗଷ୍ଟୋନ୍ ଜାଣିଥିଲେ ଯେ ତାଙ୍କର ସେପରି ଦଶା ଘଟିପାରେ, ତଥାପି ସେ ଯାଇଥିଲେ ଆଫ୍ରିକାର ଘୋର ଅରଣ୍ୟ ଭିତରକୁ। ଅଜଣାର ଅନୁସନ୍ଧାନରେ ମଣିଷର କି ଉନ୍ମାଦନା! ଚନ୍ଦ୍ରପୃଷ୍ଠକୁ ଗଲାବେଳେ ଦୁଃସାହସିକ ଆର୍ମଷ୍ଟ୍ରଙ୍ଗ ଜାଣିଥିଲେ ଯେ ସମଗ୍ର ବିଶ୍ୱର ଦୃଷ୍ଟି ତାଙ୍କ ଆଡ଼ିକି। ହୁଏତ ସେ ମନ ଭିତରେ ଆଶା ପୋଷଣ କରିଥିବେ ଯେ ଯଦି କିଛି ଦୁର୍ଘଟଣା ଘଟେ, ତାଙ୍କୁ ଉଦ୍ଧାର କରିବା ପାଇଁ ସାରା ମାନବ ଜାତି କିଛି ନା କିଛି ପ୍ରଯତ୍ନ କରିବ। ଆଉ ଆଜି ମରନ୍ତି। ବିଶ୍ୱ ଇତିହାସରେ ସେ ହେବେ ଅମର। ଲିଭିଙ୍ଗଷ୍ଟୋନଙ୍କ କ'ଣ ବା ଆଶା ଥିଲା? ଜ୍ଞାନ ଆହରଣ କି ଅଦମ୍ୟ ପିପାସା? କଙ୍ଗେ ନଦୀର ଉତ୍ପତ୍ତି କେଉଁଠି? ଗଙ୍ଗା ବ୍ରହ୍ମପୁତ୍ର ପରେ ନୀଳନଦୀ କୌଣସି ହିମାଦ୍ରି ଶିଖରରୁ ବାହାରିନି ତ? ସ୍ୱଳ୍ପ ଯନ୍ତ୍ରପାତି ନିଜ ପିଠିରେ ବୋହିନେଇ ଜୀବନକୁ ପାଣି ଛଡ଼ାଇ ସେହି ମହାପୁରୁଷମାନେ ତମଚ୍ଛାଚ୍ଛନ୍ନ ମହାଦେଶର ଯେଉଁ ବିବରଣୀ ଦେଇଥିଲେ ଓ ନକ୍ସା କରି ଦେଇ ଯାଇଥିଲେ, ଆକାଶମାର୍ଗରୁ ସମସ୍ତ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଫଟୋ ଉଠାଇ ମଧ୍ୟ ଆଜିର ମଣିଷ ତା'ର ବିଶେଷ ଭୁଲ ଖୋଜି ପାଇପାରିନି। ଆଉ ଜୟକୃଷ୍ଣବାବୁ କହୁଥିଲେ ସାହାରା ମରୁଭୂମି କଥା। 12 ବର୍ଷ ପିଲାଟିଏ ତା' ଖେଳ ଛାଡ଼ି ଘରକୁ ଦୌଡ଼ି ଦୌଡ଼ି ଆସି ତା' ମା'କୁ କହିଲା, ''ମା' ଲୋ ମା, ଆ ଦେଖିବୁ କି ଅଦ୍ଭୁତ ଜିନିଷ ସବୁ ଆକାଶରୁ ପଡ଼ୁଛି। '' ମା' ଘରୁ ବାହାରି ଆସି ଆକାଶ ଆଡ଼କୁ ଅନାଇଲା। ବୁନ୍ଦିଏ ଦି ବୁନ୍ଦା ପାଣି ତା' ମୁହଁରେ ପଡ଼ିଲା। ସେ ଖୁସିରେ ହସି କହିଲା, ''ପୁଅରେ, ଏଇଟାକୁ ବର୍ଷା କହନ୍ତି। ତୁ ଜନ୍ମ ହେଲା ପରଠୁ ଏ ଯାଏ ବର୍ଷା ହୋଇନଥିଲା ବୋଲି ତୁ ବର୍ଷା କ'ଣ ଜାଣୁନୁ? '' ଆମେ ଡବ ଡବ ଆଖି କରି ଜୟକୃଷ୍ଣବାବୁଙ୍କୁ ଅନାଇ ଥାଉଁ, ଆଉ ସେ ଯାହା କହନ୍ତି ସେ ସବୁ ଗିଳିଯାଉଁ। ପରେ ସେ ଯୋଗ କରନ୍ତି, ''ଏଇଟା ହେଲା ସାହାରା ମରୁଭୂମିର ପ୍ରାନ୍ତରେ ଥିବା ଗୋଟିଏ ଦେଶର କଥା। ମରୁଭୂମି ଭିତରେ ହଜାର ହଜାର ମାଇଲ କେବଳ ବାଲି ଆଉ ବାଲି, ଜନପ୍ରାଣୀ ଶୂନ୍ୟ। ଆଉ କେତେକ ଆଶ୍ଚର୍ଯ୍ୟ କଥାମାନ ସେ କହୁଥିଲେ। ଗୋଟିଏ ଜାତିର ମଣିଷ ଅଛନ୍ତି ଯେ ଏଡ଼ିକି ଟିକିଏ ଟିକିଏ ସମସ୍ତେ ବାମନ। ଜମ୍ବେଜୀ ନଦୀର କେଉଁ କେଉଁଠୁ କୁଆଡ଼େ ପାଣିର ସୁଅ ଡେଇଁଯିବା ଆଶାରେ କୌଣସି ଅସାବଧାନ ଯାତ୍ରୀ ପାଣିରେ ଥିବା ପଥରମାନଙ୍କରେ ଗୋଡ଼ ପକାଇ ପକାଇ ସୁଅ ମଝିକୁ ଗଲାବେଳେ ଜାଣିପାରେ ଯେ ସେ ଯାହା ସବୁକୁ ପଥର ବୋଲି ଭାବି ଉପରେ ଚାଲିଆସିଛି ସେ ସବୁ ପଥର ନୁହନ୍ତି, ସତରେ କୁମ୍ଭୀର। ଜାଣିଲା ବେଳକୁ ଆଉ କୁଆଡ଼େ ଯିବା ବାଟ ନାହିଁ। ଗୋଟିଏ ରକମର ଫୁଲ, ପଦ୍ମ ଫୁଲପରି ବଡ଼। ମହୁମାଛି ଆଉ ଭଅଁର ଫୁଲରୁ ମହୁ ସଂଗ୍ରହ କଲାପରି ଛୋଟ ଛୋଟ ଚଢ଼େଇମାନେ ସେ ଫୁଲର ମହୁ ଶୋଷିବା ଉଦ୍ଦେଶ୍ୟରେ ଯେତେବେଳେ ଫୁଲ ଭିତରେ ବସନ୍ତି, ଫୁଲ ଆପଣାଛାଏଁ ବୁଜି ହୋଇଯାଏ। ଚଢ଼େଇକୁ ଖାଇଯାଏ ଫୁଲ। ଘଞ୍ଚ ଅରଣ୍ୟ ଭିତରେ ବରଗଛର ଓହଳି ପରି ଝୁଲୁଥାନ୍ତି ବିରାଟ ବିରାଟ ଅଜଗର ସାପ ଆଉ ହରିଣ ପ୍ରଭୃତି ବନ୍ୟଜନ୍ତୁ। ସେ ବାଟ ଦେଇ ଗଲେ ତାଙ୍କୁ ଗୋଟେପଣେ ଉପରକୁ ଟେକି ନିଅନ୍ତି। ସେ କହୁଥିଲେ, ଏଇ ଅନ୍ଧକାରାଚ୍ଛନ୍ନ ମହାଦେଶର ମଣିଷ, ଜଳ ଓ ପବନ, ଜୀବଜନ୍ତୁ, ଗଛ ଓ ପତ୍ର ସମସ୍ତେ ରକ୍ତଭୋକ। ଆଫ୍ରିକାର ନିଜସ୍ୱ ପ୍ରକୃତି ହିଁ ସତେ ଯେପରି ହିଂସ୍ର। ହିଂସାର ଏପରି ପରିବେଶ ମଧ୍ୟରେ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କୁ ଯେଉଁଦିନ ଆଫ୍ରିକାର ପରିବେଷ୍ଟନୀ ମଧ୍ୟରେ ଆମକୁ ଚିହ୍ନାଇ ଦେଲେ, ଆମେ ତାଙ୍କ ପାଖକୁ ଆହୁରି ବେଶୀ ପାଖେଇ ଯାଇଥିଲୁଁ। ମୋର ମନେଅଛି ସେହି ଡେଙ୍ଗା ପତଳା ଖଦିପିନ୍ଧା ମଣିଷ ଯେତେବେଳେ ଏକା ଏକା ସ୍କୁଲ ଛୁଟି ପରେ
ଭବାନୀପାଟଣାର କର୍ଲାପାଟ ରୋଡ଼ରେ ବୁଲିବାକୁ ଯାଆନ୍ତି। ଆମେ ଆମର ଖେଳ ଛାଣି ଦୌଡ଼ି ଯାଉଁ ତାଙ୍କ ପାଖକୁ। ତାଙ୍କ ସାଙ୍ଗରେ ବୁଲିବାକୁ ଯାଇ ଗାନ୍ଧିଜୀଙ୍କ ସମ୍ପର୍କରେ କିଛି ଶୁଣିବା ଆଶାରେ ଆଉ ସେ କହନ୍ତି ଲବଣ ସତ୍ୟାଗ୍ରହ ଓ ଦାଣ୍ଡି ମାର୍ଚ୍ଚ କଥା, ବାନର ସେନା କଥା, ବଲ୍ଲଭ ଭାଇ ପଟେଲ ସର୍ଦ୍ଦାର ହେବା କଥା ଓ ଡାୟାରର ଜାଲିଆନାବାଗ ମସାକାର କଥା, ଭଗତ ସିଂ ଫାଶୀ ପାଇବା କଥା ଆଉ କେତେ କେତେ। ଆମେ କେତେଜଣ ଜଳଖିଆ ଖାଇବା ବନ୍ଦ କରି ଦେଇ ପଇସା ସଞ୍ଚୟ କରି ଯେଉଁଦିନ ପ୍ରଥମ କରି ଖଦଡ଼ ଧୋତି ଖଣ୍ଡିଏ ଲେଖାଏଁ କିଣିଲୁଁ, ତାଙ୍କ ମୁହଁ ଖୁସିରେ ଉଜ୍ଜ୍ୱଳି ଉଠିଥିଲା। ସେ ଆଜି ଆଉ ନାହାନ୍ତି। ମୁଁ ତାଙ୍କୁ ଅନେକ ବର୍ଷ ପରେ ଭୁବନେଶ୍ୱରରେ ତାଙ୍କ ସାନଭାଇ ରଘୁନାଥ ମହାପାତ୍ରଙ୍କ ଘରେ ଦେଖିଥିଲି। ସେତେବେଳେ ସେ ପ୍ରାୟ ମୃତ୍ୟୁଶଯ୍ୟାରେ ଥିଲେ। ମୁଁ ଥିଲି ରାଉରକେଲା ଆଞ୍ଚଳିକ ଇଞ୍ଜିନିୟରିଂ କଲେଜ ପ୍ରିନ୍ସିପାଲ। ତୁ ମୋତେ ମନେ ପକାଇଲୁ। ଏଇ କଥା ହିଁ ସେ ବାରମ୍ବାର ଘୋଷି ହେଲେ। ଜୟକୃଷ୍ଣ ବାବୁ ଥିଲେ ଶିକ୍ଷକଙ୍କ ଭିତରେ ମୋର ଆଦର୍ଶ। ହୀରାକୁଦ ବନ୍ଧ ତିଆରି ସାରିଲା ପରେ ମୁଁ ଯଦି ଚିଫ୍ ଇଞ୍ଜିନିୟର ହୋଇ ରିଟାୟାର କରିବାକୁ ମନ ନ ବଳାଇ ଶିକ୍ଷକ ହେବାକୁ ବେଶି ପସନ୍ଦ କରିଥିଲି। ସେ ଜୀବନ ଆଦର୍ଶ ପଛରେ ଥିଲେ ଏଇ ପ୍ରକୃତ ଗୁରୁ ପଦବାଚ୍ୟ ଜୟକୃଷ୍ଣ ବାବୁ। ମୋ ମନର କେଉଁ ଅଜଣା କନ୍ଦିରେ ଲୁଚି ଛପି ରହି ପ୍ରେରଣା ଯୋଗାଉଥିଲେ। ଏପରି କେତେ ବ୍ୟକ୍ତିଗତ ଅନୁଭୂତି ଯୋଗୁଁ ମୁଁ ଦୃଢ଼ ନିଶ୍ଚିତ ଯେ ଭାରତୀୟ ଶିକ୍ଷକ ସମାଜ ସମ୍ପୂର୍ଣ୍ଣ ଲକ୍ଷ୍ୟଭ୍ରଷ୍ଟ ନୁହେଁ ଓ ସେ ସମାଜ ଭିତରେ ଆଦର୍ଶ ଶିକ୍ଷକ ସବୁ ଅଜ୍ଞାତ ରହି ଲୋକଲୋଚନ ଆଢ଼ୁଆଳରେ ଆଜି ମଧ୍ୟ ତାଙ୍କ ଛାତ୍ରମାନଙ୍କୁ ପ୍ରେରଣା ଦେଉଛନ୍ତି। ତେଣୁ ଭାରତୀୟ ସଂସ୍କୃତି ଐତିହ୍ୟ ଓ ପରମ୍ପରା ରକ୍ଷଣ ସମ୍ବନ୍ଧରେ ମୋର ଅନେକ ବନ୍ଧୁ ନିରାଶ ହେଉଥିଲେ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ। ଆଜି ଆମେ ଉଡ଼ି ଯାଉଥିଲୁଁ ସେହି ସାହାରା ମରୁଭୂମି ଉପରେ, ପ୍ରାୟ 30,000 ଫୁଟ ଉଚ୍ଚରେ। ମରୁଭୂମିର ଅସରନ୍ତି ବାଲୁକା ରାଶି ଏତେ ଉଚ୍ଚରୁ ମଧ୍ୟ ସଫା ଦେଖାଯାଉଥିଲା। ବୋଇଙ୍ଗ ପରି ଉଡ଼ାଜାହାଜ ସବୁ ଏତେ ଉଚ୍ଚରେ ଯାଏ ଯେ କୁହୁଡ଼ି ଓ ମେଘ ପୃଥିବୀ ପୃଷ୍ଠକୁ ଅନେକ ସମୟରେ ପୂରାପୂରି ଢାଙ୍କିଦିଏ। ମଝିରେ ମେଘଶୂନ୍ୟ ଆକାଶ ଟିକିଏ ମିଳିଗଲେ ସେଇ ଫାଙ୍କ ଦେଇ ତଳର ଦୃଶ୍ୟ ସବୁ ବାରି ହୁଏ। ନ ହେଲେ ଖାଲି ଭିଣା ହେଲା ତୁଳା ଅଭାବ ଧଳା ମେଣ୍ଢାପଲ ପରି ପୁଞ୍ଜା ପୁଞ୍ଜା ଖଣ୍ଡମେଘ। ମେଘଶୂନ୍ୟ ସାହାରା ମରୁଭୂମି ଉପରେ ଆକାଶ କିନ୍ତୁ ଦିଶୁଥିଲା ସ୍ୱଚ୍ଛ। 9 ତାରିଖରେ ଲାଇବେରିଆରୁ ଉତ୍ତର ଆସି ଯାଇଥିଲା। ଲାଇବେରିଆ ସରକାରଙ୍କ ଅତିଥି ହେବି ଜାଣି ଇସ୍ପାତ ମନ୍ତ୍ରଣାଳୟ ଅନୁରୋଧ ସତ୍ତ୍ୱେ ଅର୍ଥ ମନ୍ତ୍ରଣାଳୟ ଅତି କଷ୍ଟରେ ସାମାନ୍ୟ କିଛି ବୈଦେଶିକ ମୁଦ୍ରା ପକେଟମନି ଭାବରେ ସଙ୍ଗରେ ନେବାକୁ ଅନୁମତି ଦେଲେ। ସାଧାରଣତଃ ବୈଦେଶିକ ମୁଦ୍ରା ଦେବା ପାଇଁ ଭାରତ ସରକାର ଭାରି କୁଣ୍ଠିତ। ଏବେ ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ଏତେ ବେଶି ଯେ ତାହା ମୁଦ୍ରାର ମୂଲ୍ୟ ଉପରେ ଆଣିପାରେ ବୋଲି କହିଲାବେଳେ ସରକାରୀ ପ୍ରତିନିଧିଙ୍କୁ ଏପରି ଆର୍ଥିକ ଅନିଶ୍ଚିତତା ଭିତରେ ବିଦେଶକୁ ପଠାଇବା କେତେ ଦୂର ଯୁକ୍ତିଯୁକ୍ତ ସେ କଥା ବୁଝି ହୁଏନି। ଯାହା ହେଉ, ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ନେଇ କୁକସ୍ ଟ୍ରାଭେଲ ଏଜେନ୍ସିରୁ ମୁଁ ସେ ଟଙ୍କାତକ ଡଲାରକୁ ବଦଳାଇ 13 ତାରିଖ ରାତିରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଯୋଗେ ଦିଲ୍ଲୀରୁ ବମ୍ବେ ଓ 14 ତାରିଖ ସକାଳେ ଏୟାର ଇଣ୍ଡିଆର ବିମାନରେ ବମ୍ବେରୁ କାଏରୋ ଯାତ୍ରା କଲି। ମନେହୁଏ ଯେ ଯାତ୍ରୀମାନେ ଶାନ୍ତିରେ ଯା ଆସ କଲେ ଆମ ପରିବହନ ସଂସ୍ଥା ପରିଚାଳକମାନଙ୍କର ବଦହଜମି ହୁଏ। ତେଣୁ ସେମାନେ ବୋଧହୁଏ ଚେଷ୍ଟା କରନ୍ତି ଯେ ଯାତ୍ରୀ ତା'ର ଯାତ୍ରା ସମ୍ବନ୍ଧରେ ଯେମିତି ସ୍ଥିରତା ନ ପାଉ। ଟ୍ରେନମାନଙ୍କରେ 10-15 ଦିନ ଆଗରୁ ଟିକସ କିଣି ରିଜର୍ଭେସନ ପରେ
ଗୋଟିଏ ଷ୍ଟେସନ ମାଷ୍ଟରଙ୍କୁ ଟେଲିଗ୍ରାମ କରାଇ ସେଥିପାଇଁ ଟଙ୍କା ବାନ୍ଧି ରୀତିମତ ଧରି ଗଲାବେଳକୁ ଏତେ ଦିନ ପରେ ମଧ୍ୟ ଅନ୍ୟ ଷ୍ଟେସନ ମାଷ୍ଟର ଏଆଡ଼ୁ ସେଆଡ଼ୁ କିଛି କାଗଜ ଘାଣ୍ଟି ଖାଲି କହିଦିଅନ୍ତି ଯେ ସେ କୌଣସି ଟେଲିଗ୍ରାମ ପାଇନାହାନ୍ତି। ମଣିଷ ତାପରେ ଡେଇଁ ବୁଲେ ଟ୍ରେନରେ ଏ ମୁଣ୍ଡରୁ ସେ ମୁଣ୍ଡ, କଣ୍ଟକ୍ଟରଠାରୁ ଟିଟିଆଇ ପାଖକୁ, ଗୋଟାଏ ଟିଟିଆଇ ପାଖରୁ ଆଉ ଜଣକ ପାଖକୁ, ବୁଲି ବୁଲି ଶେଷରେ ସେ ପ୍ରଥମ ଭଦ୍ରଲୋକଙ୍କ ପାଖକୁ ପହଞ୍ଚିଲା ବେଳକୁ ଯେଉଁମାନେ ଆଜିର ଏପରି ସଂସାର ଯାତ୍ରାରେ ଅତ୍ୟନ୍ତ ଅଭିଜ୍ଞ, ସେମାନେ ଆଗକୁ ଟିକସ ନ କିଣି ମଧ୍ୟ ଅତି ସହଜରେ ଗାଡ଼ି ଭିତରେ ନିଜ ଆସ୍ଥାନ ଜମାଇ ଦେଇ ସାରିଥାନ୍ତି। ଠିକ୍ ଗାଡ଼ି ଛାଡ଼ିଦେଲା ବେଳକୁ କେହି ଜଣେ ହଠାତ୍ ଆବିଷ୍କାର କରନ୍ତି ଯେ ତମର ମଧ୍ୟ ରିଜର୍ଭେସନ୍ ଅଛି, କିନ୍ତୁ ଭୁଲ ନାଁରେ। ସେତେବେଳକୁ ତମର ଯେତେ ଝାଳ ବୋହିବା କଥା ବୋହି ଯାଇଥାଏ। ରାଗରେ ମୁଣ୍ଡ ଗରମ ହୋଇସାରିଥାଏ, କିନ୍ତୁ ସେ କ୍ରୋଧର ପରିଣତି ହୁଏ ଶୂନ୍ୟ। ଇଚ୍ଛା ହୁଏ କମ୍ପ୍ଲେଣ୍ଟ ବହିରେ ଲେଖିବି, ସୁପରିଟେଣ୍ଡେଣ୍ଟଙ୍କୁ କହିବି, ମନ୍ତ୍ରୀଙ୍କୁ ଅବସ୍ଥା ଜଣାଇ ଦେବି, ଆଉ କେତେ କ'ଣ। ସତେ ଯେମିତି ସେମାନେ କେହି ଏକଥା ସବୁ ଜାଣନ୍ତିନି। ପରେ କିନ୍ତୁ କେହି ଜଣେ ମନ ଭିତରେ କହେ, ତୁ ଏଇ ସବୁ ସଂସାର ଯାତ୍ରା ସୁଧାରି ଆସୁଛୁ ନା କୁଆଡ଼େ ଯିବା ପାଇଁ ବାହାରୁଛୁ? ସିଟ୍ ତ ଶେଷରେ ମିଳିଲା, ଚୁପଚାପ ଯାଇ ବସୁନୁ କାହିଁକି? କୌଣସି ବିମାନ ଯାତ୍ରାରେ ରିଜର୍ଭେସନ୍ ହୋଇଯାଇଥିଲେ ଟିକସରେ ଓକେ ଓ ରିଜର୍ଭେସନ୍ ପାଇଁ କେବଳ ଅନୁରୋଧ କରା ହୋଇଥିଲେ ଆରୁକ୍ୟ ଲେଖା ହୋଇଥାଏ। ଉଡ଼ାଜାହାଜରେ ଗୋଟିଏ ବିମାନରୁ ଆଉ ଗୋଟିଏ ବିମାନ ଯାତ୍ରା ପାଇଁ ଓକେ ମିଳିନଥିଲେ ଏବଂ କେବଳ ଆରୁକ୍ୟ ଥିଲେ ବେଳେ ବେଳେ ସେପରି ଅସ୍ଥିରତା ଦେଖାଦିଏ। କିନ୍ତୁ ଟିକେଟରେ ଓକେ ଦେଲାପରେ ମଧ୍ୟ ଅସ୍ଥିରତା ଆସିପାରେ, ସେ କଥା ଏଥର ଜାଣିଲି। ଦିଲ୍ଲୀରୁ ବମ୍ବେ ଯିବା ପାଇଁ ମୋର ଉଡ଼ାଜାହାଜ ସମୟ ଥିଲା ରାତି 10ଟାରେ। ଘଣ୍ଟାଏ ଆଗରୁ ପାଲାମରେ ରିପୋର୍ଟ କରିବା କଥା। ବେଳେ ବେଳେ ଟ୍ରାଫିକ୍ ଜାମ୍ ହୁଏ ଜାଣି ମୁଁ ଅଧଘଣ୍ଟା ଆଗରୁ ବାହାରି ପଡ଼ିଥିଲି। ପାଲାମକୁ ପହଞ୍ଚିଛି ନା ନାହିଁ ଉତ୍ତର ଯାତ୍ରୀଙ୍କୁ ଆମ ପୁରୀ ପଣ୍ଡାଙ୍କ ଗୁମାସ୍ତାମାନେ ପୁରୀ ଷ୍ଟେସନରେ ଘେରି ଗଲାପରି ପୋର୍ଟର ସବୁ ଘେରିଯାଇ ସୁଟକେଶ୍ ବୋହିବା ପାଇଁ ଛଡ଼ାଛଡ଼ି ହେଲେ। ଏ ଗୋଟାଏ ନୂଆ ଘଟଣା। ଟିକେଟ ସାଙ୍ଗରେ ବକ୍ସ, ସୁଟକେଶ୍ ନିଆଅଣା କରିବା ପାଇଁ ପ୍ରତ୍ୟେକ ଯାତ୍ରୀ 20 ଟଙ୍କା ଲେଖାଏଁ ଦେଇଛନ୍ତି। ତେଣୁ ସେମାନଙ୍କର ବଳେ ଏଇ ସୁଟକେଶ୍ ବୋହି ନେବା କାମ। ତେଣୁ ଏମିତି ଭିଡ଼ାଭିଡ଼ି କାହିଁକି କେଜାଣି? ଜଣେ ଭଦ୍ରଲୋକ ପଚାରିଲେ, ଆପଣ କ'ଣ ଏୟାର ଇଣ୍ଡିଆର ଯାତ୍ରୀ? ମୁଁ କହିଲି, ହଁ। ସେ କହିଲେ, ଦୌଡ଼ନ୍ତୁ, ପ୍ଲେନ୍ ଛାଡ଼ିଦେବ। ମୁଁ ଆଶ୍ଚର୍ଯ୍ୟ ହୋଇ ଭଦ୍ରଲୋକଙ୍କୁ ଚାହିଁଲି। କହିଲେ, 10ଟାରେ ପ୍ଲେନ୍, ଏବେ 9ଟା30, କେଉଁ ପ୍ଲେନ୍ ଛାଡ଼ୁଛି? ଭଦ୍ରଲୋକ ଏଥର ବୁଝାଇ ବସିଲେ ଯେ ସେ ଏୟାର ଇଣ୍ଡିଆର ଏଜେଣ୍ଟ। 10ଟା ବେଳେ ଯେଉଁ ପ୍ଲେନ୍ ଯିବା କଥା ସେଇଟା ଖରାପ ହୋଇଯାଇଛି। ତେଣୁ ସେ ପ୍ଲେନ୍ ଯିବା ପାଇଁ ଅନ୍ତତଃ 4 ଘଣ୍ଟା ଲେଟ୍। ତେଣୁ ମୁଁ ଯଦି ଏଇ ପ୍ଲେନ୍ ଧରିବାକୁ ଚାହେଁ, ମୁଁ କହିଲି, ତେବେ କ'ଣ ଏଇ ପ୍ଲେନ୍ରେ ନ ଗଲେ ମୁଁ ସକାଳେ କାଏରୋ ପ୍ଲେନ୍ ଧରିପାରିବିନି? ସେ କହିଲେ, ଧରିବେ, କିନ୍ତୁ ଏବେ ଯେଉଁ ଇଣ୍ଡିଆନ୍ ଏୟାରଲାଇନ୍ସ ଏୟାରବସ୍ ଯାଉଛି ସେଥିରେ ଯଦି ଯିବେ ଅତି ସହଜ ହେବ। ଆଉ 15 ମିନିଟ୍ ସମୟ ଅଛି ପ୍ଲେନ୍ ଛାଡ଼ିବା ପାଇଁ। ଯଦି ଶୀଘ୍ର ଯିବେ ଧରିପାରିବେ। ମୁଁ ଏୟାର ଇଣ୍ଡିଆର ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ଏହି ପରାମର୍ଶ ଦେବା ପାଇଁ ଏଇ ବାହାରେ ବସିଛି। ତାଙ୍କୁ ଧନ୍ୟବାଦ ଦେଇ ମୁଁ ଦୌଡ଼ିଲି। ବୋର୍ଡ଼ିଂ କାର୍ଡ଼ ନେଇ ସିକ୍ୟୁରିଟି ଭିତର ଦେଇ ପ୍ଲେନ୍ ପାଖକୁ ଗଲାବେଳକୁ ଦେଖିଲି ମୋ ପଛରେ ଆଉ କେତେଜଣ ଆସୁଛନ୍ତି। ଆଶ୍ୱସ୍ତ ହେଲି। ଆମେ ପ୍ରାୟ ରାତି 10ଟା30 ବେଳକୁ ବମ୍ବେ ପହଞ୍ଚି ପାରିଥିଲୁଁ। ପ୍ଲେନ୍ରେ ଥିବାବେଳେ ଗୋଟାଏ କଥା ମୋତେ ଆଶ୍ଚର୍ଯ୍ୟ ଲାଗିଲା। ରାତ୍ରିଭୋଜନ ପୂର୍ବରୁ ଓ ଖାଇଲା ପରେ ମଧ୍ୟ କେବଳ କେତେଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ମଦ ବୋତଲ ସବୁ ଧରି ଅନବରତ ପିଇ ଚାଲିଥିଲେ। ଯୁବକ ପୌଢ଼ ସମସ୍ତେ। ଉଡ଼ାଜାହାଜରେ ବିଅର୍ ଓ ଲିକର୍ ଅତି ଶସ୍ତା। ସେମାନେ ବୋଧହୁଏ ତା'ର ସୁଯୋଗ ନେଉଥିଲେ।
ମୁଁ ଏମିତି ସମୟରେ ଦିଲ୍ଲୀରୁ କଲିକତା କେତେଥର ପ୍ଲେନ୍ରେ ଯାଉଛି। ଏତେ ବେଶୀ ମଦ ପିଇବା ଦେଖିନି। ପ୍ରାୟ 260 ଜଣ ଯାତ୍ରୀ ନେଇ ପାରୁଥିବା କଲିକତା ଏୟାରବସ୍ରେ ଗୁଡ଼ାଏ ସିଟ୍ ଖାଲିଯାଏ। କିନ୍ତୁ ଦିଲ୍ଲୀ ବମ୍ବେରେ ସିଟ୍ ସହଜରେ ମିଳେନି। ରାତିରେ 2ଟା ସର୍ଭିସ୍ ଥାଏ ସୁଦ୍ଧା। ଆର୍ଥିକ ଅବସ୍ଥା ତୁଳନା କଲେ ଭାରତର ପଶ୍ଚିମ ଅଞ୍ଚଳ ପୂର୍ବାଞ୍ଚଳ ଅପେକ୍ଷା ଯେ ଯଥେଷ୍ଟ ଅଧିକ ସ୍ୱଚ୍ଛଳ ଏଥିରେ ସନ୍ଦେହ ନାହିଁ। ଗୋଟାଏ କଥା ଦେଖି କିନ୍ତୁ ମୋତେ ବହୁତ ଖୁସି ଲାଗିଲା। କେତେଜଣ ଯୁବକ ସେମାନଙ୍କ ନିଜ ନିଜ ବହି ପଢ଼ିବାରେ ଏପରି ବ୍ୟସ୍ତ ଥାଆନ୍ତି ଯେ ଚାରିଆଡ଼େ କ'ଣ ସବୁ ଘଟିଯାଉଛି ସେ ଆଡ଼ିକି ସେମାନଙ୍କର ନଜର ମଧ୍ୟ ନଥାଏ। ସେଣ୍ଟା କ୍ରୁଜର ଅତି ନିକଟରେ ଥିବା ସେଣ୍ଟାଉର ହୋଟେଲରେ ରାତି କଟାଇବା ପାଇଁ ଏୟାର ଇଣ୍ଡିଆ ଆମମାନଙ୍କ ପାଇଁ ବ୍ୟବସ୍ଥା କରି ଦେଇଥିଲା। ସେଇଠି ଦେଖିଲି କପେ ଚା'ର ଦାମ ପ୍ରାୟ 4 ଟଙ୍କା। ଭାରତରେ ମଧ୍ୟ ଏମିତି ଦାମ ହୋଇପାରେ କଳ୍ପନା କରି ହୁଏନି। ମନେ ମନେ ଭାବିଲି ଏମାନେ ବୋଧହୁଏ ଚା'ରେ ସ୍ୱର୍ଣ୍ଣଘଟିତ ମକରଧ୍ୱଜ କିମ୍ବା ଆଉ ସେମିତି କିଛି ମିଶାଉଛନ୍ତି ବନାରସର ଦାମିକା ପାନ ପରି। ଆମ ଉଡ଼ାଜାହାଜରେ ବ୍ରେକଫାଷ୍ଟ ଖାଇବା କଥା। ଏୟାର ଇଣ୍ଡିଆ ହୋଟେଲରେ କେବଳ ଘରଭଡ଼ା ଓ ସକାଳର ଚା' ବନ୍ଦୋବସ୍ତ କରି ଦେଇଥିଲେ। ଚା' ଖାଇଲା ବେଳେ ଜଣାପଡ଼ିଲା ଖାଲି ପାଣିଚିଆ ସାଧା ଚା', ଯଦିଓ 4 ଟଙ୍କିଆ। ସକାଳ 8ଟା ବେଳେ ଯାତ୍ରା କାଉଣ୍ଟରରେ ରିପୋର୍ଟ କରିବା କଥା। କିନ୍ତୁ ଶୀଘ୍ର ବିମାନବନ୍ଦରକୁ ଚାଲି ଆସିଲି। ଲେଫ୍ଟ ଲଗେଜରୁ ସୁଟକେସ୍ ନେଇ ମୋର ପ୍ଲେନ୍ ବୋର୍ଡ଼ିଂ କାର୍ଡ଼ ପାଇଁ କାଉଣ୍ଟରକୁ ଯେତେବେଳେ ଗଲି ସେମାନେ କଷ୍ଟମସ୍ କ୍ଲିୟରେନ୍ସ ଆଣିବା ପାଇଁ କହିଲେ। କଷ୍ଟମସ୍ ପାଖକୁ ସୁଟକେସଟି ନେଇ ଚେକ୍ କରାଇ ପୁଣି ଯେତେବେଳେ ବୋର୍ଡ଼ିଂ କାର୍ଡ଼ ପାଇଁ ଆସିଲି ସେମାନେ ଏଥର କହିଲେ ଯେ ଯାତ୍ରୀ ତାଲିକାରେ ମୋର ନାମ ନାହିଁ। ମୋର ଟିକେଟରେ ଯାତ୍ରା ପାଇଁ ଓକେ ଲେଖାଥିବା ଦର୍ଶାଇ ଦେବାରୁ ସେମାନେ ମୋତେ କୋଣରେ ଥିବା ଗୋଟାଏ ଅଫିସକୁ ଯାଇ ରିଜର୍ଭେସନ୍ ଚିଟ୍ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ। ସେଇଠିକି ଗଲି। ସେମାନେ ବି ତାଲିକା ଖୋଜି ଓ ପରେ ଟେଲେକ୍ସ ମେସେଜ ପ୍ରଭୃତି ଦରାଣ୍ଡି କହିଲେ ଯେ ମୋର ନାମ ନାହିଁ। ବିରକ୍ତିରେ ମୁଁ ଟିକେଟରେ ଓକେ ଲେଖା ହୋଇଥିବା କଥା ସେମାନଙ୍କୁ ମଧ୍ୟ ଦର୍ଶାଇଲି। ମନ କିନ୍ତୁ ଦବିଗଲା। ଏଇ ଫ୍ଲାଇଟ୍ ହରାଇଲେ ଆଉ ଦିନେ ଗଲାପରେ ଯାଇ କାଏରୋ ଫ୍ଲାଇଟ୍ ମିଳିବ। ସେଦିନ କିନ୍ତୁ କାଏରୋ ଯାଇ ଆଉ କିଛି ଲାଭ ନାହିଁ। ଯେହେତୁ କାଏରୋରେ ପୁଣି 5 ଦିନ ପଡ଼ି ରହିବାକୁ ହେବ। କି ଅବ୍ୟବସ୍ଥା! ତେବେ କ'ଣ ଏଇଠୁ ମୋତେ ଦିଲ୍ଲୀ ଫେରିଯିବାକୁ ହେବ? ଏପରି କେତେ କ'ଣ ଭାବନା ମନକୁ ଆସୁଥାଏ। ମୋର ଟିକଟ ଧରି ଜଣେ 2 ଜଣ ଭିତର ବାହାର ହେଲେ। ଆଉ 5 ମିନିଟ୍ ଅପେକ୍ଷା କରନ୍ତୁ କହି ଶେଷରେ ଜଣେ ଯାଇ ସେ ବୋର୍ଡ଼ିଂ ସ୍ଲିପ୍ ଦେଉଥିବା କାଉଣ୍ଟରର ତାଲିକାରେ ମୋର ନାମ ଲେଖିଦେଇ ଆସିଲା। ତା'ପରେ ଆଉ କିଛି ଅସୁବିଧା ହେଲାନି। ସୁଟକେସଟି ଓଜନ କରାଇ ସେଠି ଛାଣିଦେଲି। ଆଉ ତାଙ୍କଠାରୁ ଲଗେଜ ସ୍ଲିପ୍ ନେଇ ମୁଁ ଆଗେଇ ଗଲି ହେଲ୍ଥ ସାର୍ଟିଫିକେଟ ଚେକ୍, ପାସପୋର୍ଟ ଓ ଇମିଗ୍ରେସନ୍ ହାତବାକ୍ସର କଷ୍ଟମସ୍ ଚେକ୍, ସିକ୍ୟୁରିଟି ଚେକ୍ ଓ ପରେ ପାସେଞ୍ଜର ଲାଉଞ୍ଜ ଦେଇ ଯଥା ସମୟରେ କାଏରୋ ଅଭିମୁଖେ ଯାତ୍ରା କରୁଥିବା ବୋଇଙ୍ଗ ଜେଟ୍ ବିମାନ ଉଡ଼ି ଯାଉଥିଲା ଆରବ ସାଗର ଉପର ଦେଇ। ବିମାନ ବନ୍ଦରରୁ ଆକାଶ ଉପରକୁ ଉଠିଲା ବେଳେ ବମ୍ବେର ସ୍କାଇ ସ୍କ୍ରେପର ସବୁ ପିଲାଙ୍କ ଡିଆସିଲି ଡବା ଘର ପରି ଦିଶି ଉଡ଼ାଜାହାଜର ଅନ୍ୟ ପାଖରେ ଉଭାଇଗଲେ। ମେଘ ଖଣ୍ଡମାନଙ୍କର କଳାଛାଇ କିଛି ସମୟ ସାଗର ବକ୍ଷରେ ପାହାଡ଼ର ଭ୍ରମ ଦେଲା। କିନ୍ତୁ ବିମାନ ଯେତେବେଳେ ଧୀରେ ଧୀରେ ଆହୁରି ଉପରକୁ ଉଠିଲା ଭାସମାନ ଧଳାମେଘ ଖଣ୍ଡସବୁ ବିମାନର ତଳକୁ ଖସି ଆସି ମନ ହେଲା ସତେ ଯେପରି ଭିଣା ହେଲେ ତୁଲା ଖଣ୍ଡିଏ ବିରାଟ ସବୁଜ ଗାଲିଚା ଉପରେ ବିଞ୍ଚି ହୋଇ ପଡ଼ିଛି। ଗୋଟାଏ ସ୍ତର ପରେ ମେଘର ଆଉ ଗୋଟାଏ ସ୍ତର।
ବେଳେ ବେଳେ ମନେ ହେଉଥିଲା ସତେ ଯେପରି ଧଳା ପଶମ ଭରା କେତେ ଗୋଲାକାଲ ମେଣ୍ଢା ପଲ ପଲ ହୋଇ ପ୍ରାଣ ଭୟରେ ବିମାନର ଓଲଟା ଦିଗରେ ଧାଇଁ ପଳାଉଛନ୍ତି। ଆକାଶ ଓ ସାଗରର ମିଳନସ୍ଥଳୀ ଠିକ୍ ବାରି ହେଉନଥିଲା। ଦୂର ଚକ୍ର ବାଳରେ ଦିଶୁଥିଲା କେତେ ଖଣ୍ଡ ବଡ଼ ବଡ଼ ଧଳା ବଉଦ, ଭିନ୍ନ ଭିନ୍ନ ଆକାର ପ୍ରକାରର। କେଉଁଟା ଧଳା ପାଲବନ୍ଧା ଜାହାଜ ପରି, ଆଉ କେଉଁଠି ତୁଷାର ଆବୃତ କୌଣସି ପର୍ବତ ଶୃଙ୍ଗ ପରି। କେତେ ଅବା ମନେ ହେଉଥିଲା ସମୁଦ୍ର ବକ୍ଷର ଭାସମାନ କେତେକ ବରଫ ପାହାଡ଼। ଖଣ୍ଡିଏ ଦିଶୁଥିଲା ସତେ ଯେପରି କେତେ ଜଣ ଅତି ମାନବର ହ୍ୟାଣ୍ଡଗ୍ଲୋଭ୍ସ ପାପୁଲି ଆକାଶକୁ ମୁହାଁଉଛି କୌଣସି ଏକ ହସ୍ତ ମୁଦ୍ରାର ଢଙ୍ଗରେ। ବୁଢ଼ା ଆଙ୍ଗୁଠି ଆଉ କାଣି ଆଙ୍ଗୁଠି ଉପରକୁ ନିର୍ଦ୍ଦେଶ ଦେଲାପରି ଦେଖାଗଲା ବେଳେ ମଝିର ତିନୋଟି କେବଳ ସିଧାସଳଖ। ବିଶେଷ କରି କିଛି କାରଣ ନ ଥାଇ ମଧ୍ୟ କବିବର ରାଧାନାଥଙ୍କ ଦୁଇଧାଡ଼ି ଯା ଦେଖି ଜାଣିବେ ଜଗତ ସମସ୍ତେ ଆସିଥିଲେ ଫେରିଗଲି ଶୂନ୍ୟ ହସ୍ତେ। ମନେ ପଡ଼ିଗଲା। ଧୀରେ ଧୀରେ ମେଘ ଓ କୁହୁଡ଼ି ପୃଥିବୀ ପୃଷ୍ଠକୁ ସମ୍ପୂର୍ଣ୍ଣ ଢାଙ୍କିଦେଲା। ସବୁ ଦୃଶ୍ୟ ଲେସି ହୋଇଗଲା। ଝରକା ଦେଇ ତଳର ଆଉ କିଛି ଦିଶିଲାନି। ମୋ ପାଖରେ ବସିଥିବା ଭଦ୍ରଲୋକ ସାମାନ୍ୟ କିଛି କଥାବାର୍ତ୍ତା ପରେ ନିଜ ଖାମଖିଆଲିରେ ମସଗୁଲ ହୋଇଗଲେ। ଘଣ୍ଟାକୁ ପ୍ରାୟ 600 ମାଇଲ ବେଗରେ ଉଡ଼ିଯାଉଥିଲା ବେଳେ ମୁଁ କେଜାଣି କାହିଁକି ଆମ ପିଲାଦିନର ବଳଦଗାଡ଼ି ଯାତ୍ରା କଥା ଭାବି ବସିଲି। ବିମାନ ଭିତରେ କାନ୍ଥରେ ଚିତ୍ରିତ ହାତୀ, ଓଟ, ଘୋଡ଼ା, ବଳଦଗାଡ଼ି ଓ ପାଲିଙ୍କି ଯାତ୍ରାର ସୁନ୍ଦର ଚିତ୍ରସବୁ ବୋଧହୁଏ ସେ ଭାବନା ପାଇଁ ଖୋରାକ ଯୋଗାଇ ଦେଇଥିଲା। ପିଲାମାନେ ସ୍କୁଲରେ ପଢ଼ିଲାବେଳେ ଆମର ଖରାଛୁଟି, ପୂଜାଛୁଟି ଓ ବଡ଼ଦିନର ଛୁଟି ହୁଏ। ସେ ଦିନର କଳାହାଣ୍ଡି ଗଡ଼ଜାତ ରାଜ୍ୟର ସାରା ଅଞ୍ଚଳ ଭିତରେ ଗୋଟାଏ ମାତ୍ର ହାଇସ୍କୁଲ କେବଳ ଭବାନୀପାଟଣାରେ। ଆମେ ମଫସଲ ଛାତ୍ରସବୁ ବାଧ୍ୟ ହୋଇ ହଷ୍ଟେଲରେ ରହୁଁ। ମାସକୁ ହାରାହାରି ଖର୍ଚ୍ଚ ହୁଏ 6-7 ଟଙ୍କା। ତହିଁରୁ ମେସ୍ ଖର୍ଚ୍ଚ 3 ଟଙ୍କାରୁ 4 ଟଙ୍କା ଭିତରେ। ଦିନକୁ 2ଟା ମିଲ୍। ଯେଉଁମାନେ 3 ଟଙ୍କା ଦିଅନ୍ତି ସେମାନଙ୍କୁ ଭାତ ଓ ଡାଲି ସାଙ୍ଗକୁ ଗୋଟାଏ ତରକାରୀ ନାମ ଦେଇ ପଦାର୍ଥ ମିଳେ, ଯାହାକୁ ପାଟିରେ ଦେଲାକ୍ଷଣି ଜିଭରେ ନିଆଁ ଲାଗିଥାଏ। ସେଇ ତରକାରୀ ଭିତରୁ ଖଡ଼ା ଖଣ୍ଡିଏ କି କଖାରୁ ଟିକିଏ ବାଛିନେଇ ଆମେମାନେ ବେଳେ ବେଳେ ରାଗ କମାଇବା ପାଇଁ ପାଣିରେ ଧୋଇକରି ଖାଉଁ। ଭୋକ ଯେମିତି ଆପେ ଆପେ ମରିଯାଏ। ଖାଇବା ସ୍ପୃହା ବି କମିଯାଏ ତା' ସାଙ୍ଗରେ। କିନ୍ତୁ ତେନ୍ତୁଳି ଟିକିଏ, ଆଚାର ଟିକିଏ, ସାମାନ୍ୟ କିଛି ବଡ଼ିଭଜା ଅଥବା ଟିକିଏ ଦୁଧସର ପାଇଁ ମନ ଡାକେ। ଘରକୁ ଯିବାକୁ ମନ ବୋଲେ। ତଥାପି 2 ଦିନ କିମ୍ବା 3 ଦିନର ଛୁଟି ହେଲେ ଗାଁକୁ ଯାଇ ହୁଏନି। ଭବାନୀପାଟଣାରୁ ଆମ ପିଲାଦିନର ପୁରୁଣା ଗାଁ 38 ମାଇଲ ବାଟ। ଚାଲିକରି ଯିବା ପ୍ରଶ୍ନ ହିଁ ନାହିଁ। ବସ୍ କ'ଣ ସେତେବେଳେ ଆମେ ଜାଣି ନ ଥାଉଁ। କେବଳ ରାଜାଙ୍କର କେତୋଟି ମୋଟରକାର ଥାଏ। ସାରା କଳାହାଣ୍ଡିରେ ବୋଧହୁଏ ଆଙ୍ଗୁଠି ଗଣା କେତୋଟି ସାଇକେଲ, ବଳଦଗାଡ଼ି ହିଁ ଏକମାତ୍ର ଯାନ। ଯିବା ଆସିବାରେ ହିଁ 2-3 ଦିନ କଟିଯାଏ। ଛୁଟି ହେବା ପୂର୍ବ ଦିନର ସନ୍ଧ୍ୟାଠାରୁ ଆମେ ଆମ ବଳଦଗାଡ଼ିର ବାଟ ଚାହିଁ ରହିଥାଉଁ। କାହାର ଗାଡ଼ି ଆସି ପହଞ୍ଚିଗଲେ ଅନ୍ୟମାନେ ଦୌଡ଼ିଯାଇ ତାକୁ ସେ ଶୁଭ ଖବର ଦେଇ ଦିଅନ୍ତି। ନିଜର ବଳଦଗାଡ଼ି ଯେତେବେଳେ ଆସିଯାଏ, 38 ମାଇଲ ବାଟ ଚାଲି ହାଲିଆ ହୋଇ ଆସିଥିବା ବଳଦମାନଙ୍କୁ ଭାରି ଆପଣାର ପରି ମନେହୁଏ। ହାଲିଆ ବୁଢ଼ା ପାଖରୁ ଘୁଞ୍ଚିବାକୁ ମନ ବୋଲେନି। ରାତିରେ ଭାତ ଖାଇସାରିଲା ପରେ ଆମ ବଳଦଗାଡ଼ି ଯାତ୍ରା ଆରମ୍ଭ ହୁଏ। ଶଗଡ଼ରେ ବଳଦଗାଡ଼ି ଯିବା ମନା। ଗାଡ଼ିସବୁ ତେଣୁ ବଣ ଭିତରେ ବୁଲି ବୁଲି ଶଗଡ଼ ବାଟରେ ହିଁ ଯାଏ। ଆମେ ସବୁ ନିଜ ନିଜ ଗାଡ଼ିରେ ଶୋଇବାକୁ ଚେଷ୍ଟା କରୁଁ, କିନ୍ତୁ ମନର ଉଚାଟରେ ନିଦ ହୁଏନି। ବଳଦ ଅଡ଼ାଉଥିବା ହଲିଆମାନେ ଗୀତ ମେଲି ଦିଅନ୍ତି।
କୋଇଲି କେଶବ ଯେ ମଥୁରାକୁ ଗଲା, କାହା ବୋଲେ ଗଲା ପୁତ୍ର ବାହୁଡ଼ି, ନଇଲା ଲୋ କୋଇଲି। କିଏ ଅବା ରଡ଼ି ରଡ଼ି ଆରମ୍ଭ କରେ, ଗଲାଣି ତ ଗଲା କଥାରେ ସଂଗାତ, ଗଲାଣି ତ ଗଲା କଥା। କିଏ ବୋଲେ ରାମ ଯେ ଲଇକ୍ଷଣ ହୋ, ଗଲେ ମୃଗ ମାରି, ସୀତାଙ୍କୁ ରାବଣ ହୋ ନେଲା ଚୋରି କରି। ଅର୍ଦ୍ଧଧାତ ଆଉ କିଏ ବା ଗଳା ଥରାଇ ସତ୍ୟଭାମାଙ୍କ ବିଳାପ ଆରମ୍ଭ କରିଦିଏ, ହେ ହଳଧାରୀ ପ୍ରଭୁ କେଣେ ରହିଲ? ଗୋସିଂହ ଡରେ ଅବା ବଣେ ଲୁଚାଇ ହେ ହଳଧାରୀ ଗୋସିଂହ ଦୈତ୍ୟ ମୋତେ ନେଉଛି ହରି ହେ ହଳଧାରୀ। ଠିକ୍ ଅଧାରାତି ବେଳକୁ ଜାରିଙ୍ଗ ଆସି ଯାଇଥାଏ। 15-20 ଖଣ୍ଡ ଶଗଡ଼ ଗାଡ଼ି ଏକାଠି ନ ହେଲେ ରାତିରେ ସେ ବଣ ଭିତରେ ଯିବାପାଇଁ ହଳିଆମାନେ ସାହସ କରନ୍ତିନି। ଗୀତ ସବୁ ବନ୍ଦ ହୋଇଯାଏ। ଆମେ ସବୁ ନିଜ ନିଜ ଗାଡ଼ିରେ ହଳିଆ ପାଖକୁ ଆସି ବସି ରହୁ। ଅନ୍ଧାର ରାତିରେ ବାଟ ଦେଖିବା ପାଇଁ ମଧ୍ୟ ଆଲୁଅ ଟିକିଏ ନ ଥାଏ। କେଉଁ ଗାଡ଼ି ଆଗରେ ଲଣ୍ଠନଟିଏ ବନ୍ଧା ହୋଇଥିଲେ ବାଘ ସେ ଆଡ଼ିକି ଆକ୍ରମଣ କରିବ ବୋଲି ସମସ୍ତେ ଲଣ୍ଠନ ବି ଲଭାଇ ଦିଅନ୍ତି। 4 ମାଇଲ ଏଇ ଘୋର ବଣ। ପ୍ରାୟ ସବୁଥର ଏଇ ବଣ ପାରିହେଲା ପରେ ହାଲିଆମାନେ ଏକାଠି ଜମା ହୋଇ ତାଙ୍କ ଫିକା ଖାଇବା ବେଳେ ଗପ ଆରମ୍ଭ କରି ଦିଅନ୍ତି। କିଏ କହେ ଆଇଁଷିଆ ଗନ୍ଧାଉଥିବା ବରଫ ମାରୁଥିଲା, ବାଘ ନିହାତି ପାଖରେ ଥିଲା। କିଏ ଆଉ ଜଣକୁ ପଚାରେ ଗାଡ଼ି ସଙ୍ଗରେ ବଣ ଭିତରେ ଖସ୍ ଖସ୍ ଶବ୍ଦଟିଏ ଶୁଭୁଥିଲା, ସେ ଶୁଣିଲା ନା ନାହିଁ? ଯୋଡ଼ିଦିଏ ବାଘର ବୋଧହୁଏ ପେଟ ପୂରିଗଲା। ଆମର ଭାଗ୍ୟ ଜୁହାର ମା'ଠୁ କି ମାଇଲି, କହି ବଣଦେବୀ ଆଡ଼ିକି ମୁହାଁଇ ଜୁହାରଟିଏ ସେ କରିଦିଏ। ଆଉ କିଏ ତା'ର ପୂର୍ବ ଥରର ଅନୁଭୂତି ବଖାଣେ। ବଳଦ ଦି'ଟାକୁ ଯେତେ ବାଡ଼େଇଲେ ସେମାନେ ଆଗକୁ ଗଲେଣି। ଆଗରେ ଆଉ ଗୋଟେ ବଳଦ ଗାଡ଼ି ଠିଆ ହୋଇଛି। କ'ଣ ଘଟନା ବୋଲି ଦେଖିବାକୁ ଗଲି। ଉଃ ବାପ୍ରେ, ବିଶ୍ୱାସ କରିବୁନି, ସେ ଶଗଡ଼ର ଗୋଟାଏ ବଳଦକୁ ଟାଣିନେଇ ହୋଇ ସେଇଠି ହିଁ ବାଘ ତା' ଉପରେ ବସି ରକତ ପିଉଛି। ତୁ ସତେ ଦେଖିଲୁ? ମିଛ କହୁଥିଲେ ମୋ ଆଖି ଫୁଟିଯିବ। ଯିଏ ଉଡୁଛି ବୁଡୁଛି ତା' କିରିଆ। ଆଉ ବେଳେ ବେଳେ ଆମକୁ ପଚାରନ୍ତି ବାବୁ ଶୁଣିଲ କେମିତି ରଡ଼ୁଥିଲା, ବାଘୁଣୀକୁ ଖୋଜୁଥିଲା। ମୁଁ କିନ୍ତୁ ସେ ବାଘ ଦେଖିବା ଦୂରର କଥା, ବଣରେ ତା'ର ଡାକ କେବେ ଶୁଣିନି କି ସେ ଗନ୍ଧ ବି କେବେ ବାରିପାରିନି। ତଥାପି ସେ ବାଟରେ ଆଜି ବି କାର୍ କିମ୍ବା ବସରେ ଗଲାବେଳେ ଯେଉଁ କେନ୍ଦୁଗଛ ତଳେ ବାଘୁଣୀ କୁଆଡ଼େ ସବୁବେଳେ ଶୋଇ ରହିଥାଏ, ସେଇ ବାରଭାଇ କେନ୍ଦୁ ଆଡ଼କୁ ଆପଣାଛାଏଁ ନଜର ଚାଲିଥାଏ। 38 ମାଇଲ ବାଟ ଯିବାପାଇଁ ଆମକୁ ପ୍ରାୟ 20 ଘଣ୍ଟା ଲାଗିଯିବ। ବାଟରେ କେଉଁ ଝରଣା କୂଳରେ ଅଥବା କେଉଁ ପୋଖରୀ ତୁଠରେ ଥିବା ଆମ୍ବଗଛ ତଳେ ଦିନ ଦି'ପହର ରାନ୍ଧି ଖାଇବାକୁ ପଡ଼େ, ଯାହାକି କେବେ ମୋ ହାତରେ ହୁଏନି। ଗାଁକୁ ପହଞ୍ଚିଲା ବେଳକୁ ଆମ ଆଗକୁ ଗୋଡ଼ ବଢ଼ାଇବାକୁ ମଧ୍ୟ ବଳଦମାନଙ୍କର ଶକ୍ତି ନ ଥାଏ। ବିଚରାମାନେ ହଳିଆ ପାଖରୁ କେତେ ଯେ ମାଡ଼ ଖାଆନ୍ତି। ଉଡ଼ାଜାହାଜ ଭିତରେ ଆମେମାନେ ଯଥା ସମୟରେ ଆମର ବ୍ରେକଫାଷ୍ଟ ଓ ମଧ୍ୟାହ୍ନ ଭୋଜନ କରିସାରିଥିଲୁଁ। ଆମ ବିମାନ ଉଡ଼ି ଯାଉଥିଲା ମସ୍କାଟ, ଆବୁଧାବି, ସାଉଦିଆରବିଆ, ଲୋହିତ ସାଗର ଓ ମିଶର ଉପର ଦେଇ। ବେଳେ ବେଳେ ଖରାପ ପାଗ ଭିତରେ ଗତି କଲାବେଳେ ସିଟ୍ ବେଲ୍ଟ ଭିଡ଼ିବା ପାଇଁ କପ୍ତାନ ପରାମର୍ଶ ଦେଉଥିଲେ। ଥରେ ସେ କହିଲେ ଯେ ରାଡାର ସାହାଯ୍ୟରେ ସେ ଗୋଟାଏ ଭୟଙ୍କର ବାଲିଝଡ଼ ଏଡ଼ାଇ ଦେଇ ପାରୁଛନ୍ତି। ବାଁ ପଟକୁ ଚାହିଁଲେ ବାଲିଝଡ଼ ଦୂରରେ ଦେଖାଯିବ ବୋଲି ମଧ୍ୟ ସେ ସୂଚାଇ ଦେଇଥିଲେ। ଏପରି ସବୁ ଘଟଣା କିଛିକ୍ଷଣ ପାଇଁ ମୋ ଭାବନାକୁ ଇତସ୍ତତ କରିଦେଉଥିଲେ ମଧ୍ୟ ପୁଣି ତାହା ସେଇ ମୋର ପିଲାଦିନର ବଳଦଗାଡ଼ି ଯାତ୍ରା ଓ ସ୍ମୃତି ସବୁକୁ ଫେରି ଆସୁଥାଏ। ତେଣୁ ଆମେ ଅତିଶୀଘ୍ର କାଏରୋ
ବିମାନ ବନ୍ଦରରେ ପହଞ୍ଚିବୁ। ଆପଣମାନେ ଦୟାକରି ସିଟ୍ ବେଲ୍ଟ ଭିଡ଼ି ନିଅନ୍ତୁ। ଶୁଣି ମୁଁ ଚମକି ଉଠିଲି। ଆରବ ଅଞ୍ଚଳର ମରୁଭୂମି ପରେ ନୀଳ ନଦୀର ଉପତ୍ୟକା ଭାରି ସୁନ୍ଦର ଦିଶୁଥିଲା। ଠିକ୍ ଖଣ୍ଡିଏ ବାଦାମୀ ରଙ୍ଗର ପୋଷାକ ଉପରେ ଖଣ୍ଡିଏ ଶାଗୁଆ ମେଘଳା ପରି। ଦୂରରୁ କାଏରୋ ସହର ଦେଖାଗଲା ବମ୍ବେ କଲିକତା ପରି ବେଶ୍ ବଡ଼ ସୁପରିକଳ୍ପିତ। ଆକାଶରୁ ସହରର ରାସ୍ତାଘାଟ ବୁଢ଼ିଆଣୀ ଜାଲର ଚିତ୍ର ପରି ମନେ ହେଉଥିଲା। କାଏରୋ ବିମାନ ବନ୍ଦରରେ ଓହ୍ଲାଇଲା ବେଳକୁ ମୋ ଘଡ଼ିରେ 4ଟା ବାଜିବାକୁ ଆଉ 10 ମିନିଟ୍ ବାକି। କପ୍ତାନ କହିଲେ, କାଏରୋରେ ଲୋକାଲ୍ ଟାଇମ୍ 12:27। ଘଡ଼ି ସବୁ ମିଳାଇ ନିଅନ୍ତୁ। ବିମାନଟି ବନ୍ଦରରେ ଓହ୍ଲାଇ ସାରିଥିଲା। କପ୍ତାନ ପରାମର୍ଶ ଦେଇ ଯେଉଁମାନେ ଲଣ୍ଡନ ଯିବେ ସେମାନେ ଦୟାକରି ବସି ରୁହନ୍ତୁ, ଓହ୍ଲାନ୍ତୁନି। ନିରାପଦ ଯାତ୍ରା ପାଇଁ ଏପରି ସାବଧାନତା ନିତାନ୍ତ ପ୍ରୟୋଜନ। ଠିକ୍ ପରେ ପରେ ନାରୀ କଣ୍ଠରୁ ମିଠା ଆବାଜ ଶୁଣାଗଲା। କପ୍ତାନ ଶର୍ମା, ଏୟାର ହୋଷ୍ଟେସ୍ ତଥା ଉଡ଼ାଜାହାଜର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ତରଫରୁ ମୁଁ ଆପଣଙ୍କଠାରୁ ବିଦାୟ ନେଉଛି। ଆମର ବିଶ୍ୱାସ ଆପଣଙ୍କର ଏ ବିମାନ ଯାତ୍ରା ସୁଖପ୍ରଦ ଓ ଉପଭୋଗ୍ୟ ହୋଇଛି। ଆମର ଆଶା ଆଉ ଥରେ କେବେ ବିମାନ ଯାତ୍ରାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆମକୁ ସୁଯୋଗ ଦେବେ। ନମସ୍କାର। ଆମ ଭିନ୍ନ ବାଟରେ ଯିବା ଯାତ୍ରୀ ସବୁ ଉଡ଼ାଜାହାଜର ପ୍ରସ୍ଥାନ ଦ୍ୱାରରେ ଠିଆ ହୋଇଥିବା ଏୟାର ହୋଷ୍ଟେସ୍ମାନଙ୍କୁ ମୁଣ୍ଡ ଟୁଙ୍ଗାରି ନମସ୍କାର କରି କରି ଏଟାଚି ହାତରେ ଉଡ଼ାଜାହାଜରୁ ଓହ୍ଲାଇ ଆସିଲୁ।